ଆଜି ବି ସେଇ ପ୍ରୋବ୍ଲେମ ସବଜେକ୍ଟ ନାହିଁ, ଏବେ ସବଜେକ୍ଟ ଆସିବ। ଜୟଜୀବ ଗୁରୁଜୀ, ଜୟ ଜୟ। ମୋ ମନ ଭିତରେ ଗୋଟେ ଶଙ୍କା ଜାତ ହେଇଛି, ଯଦି ଅନ୍ୟମାନେ ସପୋର୍ଟ କରନ୍ତି କିମ୍ବା ଆପଣ ଭାବନ୍ତି ଉପଯୁକ୍ତ ବୋଲି, ତାହେଲେ ତାକୁ ଆଲୋଚନା କରିପାରିବେ। ଆମର ଯୋଉ ଆଟାଚମେଣ୍ଟ ଆସକ୍ତି ଆମକୁ କ୍ରମେ କ୍ରମେ ସଂସାର ଆଡକୁ ଟାଣି ନେଉଛି। ଆମେ ଯୋଗ ମାର୍ଗରେ ଗୋଟେ ପ୍ରଧାନ ପ୍ରତିବନ୍ଧକ ଆସକ୍ତି, ସେଥିରେ ଆମେ କିଭଳି ଭାବରେ ଛାଡ଼ ପାଇବୁ। ଶୁଭୁନି, କ୍ଲିୟର ହେଲାନି, କଟି ଯାଉଛି। ସେ ଆସକ୍ତିଟାକୁ କିଭଳି ଭାବରେ, ଆସକ୍ତିରୁ ଆମର କିଭଳି ଭାବରେ ଉପଶମ ପାଇବା, ଯାହାକି ଆମକୁ ସଂସାର ଆଡକୁ ପ୍ରତ୍ୟେକ ମୁହୂର୍ତ୍ତରେ ଟାଣି ନେଉଛି। ଆସକ୍ତି। ଆସକ୍ତି ରହିତ ହେଲେ କିଛି ବି କରିପାରିବ ନାହିଁ। ଆସକ୍ତି ବିଚ୍ୟୁତ ହେଲେ କିଛି କରିପାରିବ ନାହିଁ। ଆସକ୍ତି ରହିବ, ଆସକ୍ତିରୁ କ୍ଷାନ୍ତ ହେଇପାରିବ ନାହିଁ। ଆସକ୍ତିରୁ କ୍ଷାନ୍ତ ହେଇପାରିବ ନାହିଁ। ସେଥିପାଇଁ ଭଗବାନ ମଣିଷକୁ ସବୁ ଜିନିଷ ଦିଆଗଲା, ସବୁ ଜିନିଷ ଦେଇକି ଛାଡ଼ିଦେଲା। କହିଲେ ଯା, ଏ ପୃଥିବୀ ତୋର, ସୂର୍ଯ୍ୟ ତୋର, ତୁ ରାଜା, ତୁ ସବୁ କିଛି କରିପାରିବୁ। ଆସକ୍ତି ତା ଭିତରେ ରହିବ, ବୁଦ୍ଧି ରହିବ, ବାଟ ରହିଛି ଆସକ୍ତି ସହିତ ମାନେ କରିବା ପାଇଁ ଯୁଦ୍ଧ। ଆସକ୍ତି ସହିତ କେମିତି କ୍ଷାନ୍ତ ହେଇପାରିବ ସେ ବିଚାର ମଧ୍ୟ ତୁମ ଭିତରେ ଅଛି, ସେଇଟା ମଧ୍ୟ ଦିଆଯାଇଛି। ଜନ୍ମ ସମୟରେ ଆଜି ସ୍ଥିର ହେଇକିରି ବସିଥାନ୍ତେ କଣ ହେଇଥାନ୍ତା, କିଛି କରିବାକୁ ପଡ଼ିବ। ଆମେ ବି କଣ କରିବୁ, ହଁ ଅଜ୍ଞାନତା ବି ଦିଆହେଇଛି, ମାନେ ଅନନୋନ ରଖି ଦିଆହେଇଛି, ବହୁତ ଗୁପ୍ତ ରଖି ଦିଆହେଇଛି। ବୁଝିପାରିଲେ, ସବୁ ଜିନିଷ ମଣିଷ ପାଇଁ ଖୋଜିକିରି ବାହାର କରିବା ପାଇଁ ଶକ୍ତି ଅଛି, ଗୁପ୍ତ ରଖି ଦିଆହେଇଛି, ଏଣେ ଖୋଜିକିରି ବାହାର କରିବା ପାଇଁ ମଧ୍ୟ ଶକ୍ତି ଦିଆହେଇଛି। ସବୁ ଜିନିଷ ଦିଆଯାଇଛି। ଯଦି କିଛି ବିଚିତ୍ର ଥାଏ ଏ ପୃଥିବୀରେ, ତାହେଲେ ସେଟା କଣ, ମଣିଷ। ମଣିଷ ଠାରୁ ବିଚିତ୍ରତା କିଛି ନାହିଁ। ଯେମିତି ଆସକ୍ତି, ଲୋଭ, ମାୟା, ମାୟା ରହିଛି ଏପଟରେ ପୃଥିବୀ, ସେମିତି ମଣିଷ ତାକୁ ରୋଧ କରିପାରିବ। ମଣିଷ ତାକୁ ଜାଣିକିରି ସେଥିରୁ ବିଚ୍ୟୁତ ହେଇପାରିବ, ସେ ଶକ୍ତି ମଧ୍ୟ ମଣିଷ ପାଖରେ ଅଛି। ତେବେ ତେବେ ମଣିଷର କର୍ତ୍ତବ୍ୟ ଆସକ୍ତି ସହିତ ରହିକିରି ବା ଆସକ୍ତି ଦମନ କରିକିରି ପୂର୍ଣ୍ଣତା ଲାଭ କରିବା। ଆସକ୍ତି ରହିତ ହେଲେ ଭୁଲ ହେଇଯିବ, ଆସକ୍ତି ଥିବା ଦରକାର, ଆସକ୍ତି ସହିତ ତୁମର ଗୋଲ ଥିବା ଦରକାର, ଲକ୍ଷ୍ୟ। ଖାଦ୍ୟର ଆସକ୍ତି ଅଛି, ପୋଷାକର ଆସକ୍ତି ଅଛି, ଘରର ଆସକ୍ତି ଅଛି, ପରିବାରର ଆସକ୍ତି ଅଛି, ଏଗୁଡିକ ରହିବ। ଏ ସବୁ ରହିବ। ଆଚ୍ଛା ଦେଖନ୍ତୁ ତ, ଗୋଟେ ଭଲ ମଡେଲ ତିଆରି କଲେ ଭଗବାନ, ମଣିଷ ମଡେଲଟା ଏମିତି ଯୋଡ଼ ଖଞ୍ଜି ଦିଆ ହେଇଛି, ତା ସହିତ ସେ ଯୋଡ଼କୁ ନେଇକି କଣ କଣ ନ କରିଦଉଛି, ଜଏଣ୍ଟ ଗୁଡାକୁ ନେଇକି, ହାଡ଼
ଚାଲ ଦେଖନ୍ତୁ ଗୋଟେ ମଣିଷ ଚାଲିକି ଯାଉଛି, ଆଙ୍ଗୁଠି ଅଛି ତିନିଟା, ସେଠି ସର୍ଟ ସର୍ଟ ଜଏଣ୍ଟ କରିଦିଆହେଲା, ତାପରେ ଗୋଇଠି ଆସିଲା, ଗୋଇଠି ଭାଙ୍ଗିବ, ଆଣ୍ଠୁ ରହିଲା, ଆଣ୍ଠୁ ପରେ ଗୋଡ଼ ଜଏଣ୍ଟ, 6ଟା ଜଏଣ୍ଟ କେତେ ସୁନ୍ଦର ଭାବରେ ଗଠନ କରାହେଇଥାଏ। ହାତ ସେମିତି, ଗୋଡ଼ ହାତ ଦି ଭାଗ ଗଲା, ଆଉ ଗୋଟେ ଭାଗ ପେଟଟା, ବ୍ରେନଟା। ଏ ମଣିଷର ଦେଖ କେମିତି ଏଇ ଆର ଭିତରେ କଣ ସେ କଣ କରିଦଉଛି ଦେଖ ମଣିଷ, ଏତିକି ଜିନିଷ ଅଛି ପାର୍ଟସ, ଏଇ ପାର୍ଟସରେ ସେ କଣ ନାହିଁ କଣ କରିଦଉଛି। ଯୋଉ ଭଗବାନ ଆକୁ ସୃଷ୍ଟି କଲେ ସେ କେତେ ଚିନ୍ତା ନ କରିଥିବେ, ଭାଗ ମାପ ରଖିନଥିବେ, ଆଙ୍ଗୁଠି ରହିବା ଦରକାର, ନହେଲେ ଦୌଡ଼ି ପାରିବନି। ଗଛକୁ ଚଢି ଯାଉଛି ମଣିଷ, ୱାଲରେ ବି ଚଢି ଯାଉଛି, ଛାତ ଉପରକୁ ସିଢିରେ ଚଢି ଯାଉଛି, ଦୋଳି ଖେଳୁଛି, ମହାକାଶରୁ ଗଳି ପଡୁଛି, ଛତାରେ ଉଡି ଯାଉଛି। ଆଉ କଣ ଲମ୍ବା ଗୋଡଟି ହେଇଥିଲେ ଭଲ ହେଇଥାନ୍ତେ, ଆଉ 2-4ଟା ଜଏଣ୍ଟ ହେଇଥିଲେ ଭଲ ହେଇଥାନ୍ତେ, ଏ ଭାବୁଛ କିଛି ନାହିଁ, ଏ ଠିକ ଅଛି, ପୁରା ଠିକ, ସିଷ୍ଟମ ଠିକ ଅଛି। ନା ଆଉ କିଏ ଭଗବାନ ରୂପରେ କୁହନ୍ତୁ କଣ ହେଇଥିଲେ ଭଲ ହେଇଥାନ୍ତା। ଆଠାରୁ ବଡ ମଡେଲ ଜଣକୁ ପଚାରିଲେ, ଜଣେ କହିଲେ ଆଖି ଆଉଟା ପଛରେ ଲାଗିଥିଲେ ଭଲ ହେଇଥାନ୍ତା। ଦିଟା ଆଖି ଅଛି, ଆଉ ଗୋଟେ ଆଖି ପଛରେ ଲାଗିଥାନ୍ତା ମୁଣ୍ଡରେ। କଣ ହେଇଥାନ୍ତା, କୋଉ ଆଖି ସେ ଅନେଇଥାନ୍ତା? ଆଗକୁ ତ ଯାଉଛି ଯିବ, ପଛକୁ ଅନେଇ ଆଗକୁ ଗଲେ ଧକ୍କା ହବ। ତେଣୁ ଭଗବାନ ଯୋଉ ଦିଟା ଆଖି ଦେଇଛନ୍ତି ଠିକ ଦେଇଛନ୍ତି, ପଛରେ କିଛି ଦରକାର ନାହିଁ, ପଛରେ କିଛି ଦରକାର ନାହିଁ। ସେଇଥିରେ ତ ଏତିକି ଛୋଟ ଶରୀର ଦେଇକିରି କେତେ ଥର ଅପରେସନ ହେଇଗଲାଣି। କାହାର ମାଂସ ବଢି ଯାଉଛି, କାହାର ପିସ୍ତୁଲା ବାହାରୁଛି, କାହାର କୋଲେଷ୍ଟ୍ରଲ ବାହାରୁଛି, କାହାର ଚର୍ବି ଅଂଶ ବାହାରୁଛି, କାହାର ଟ୍ୟୁମର ବାହାରିଲାଣି ମୁଣ୍ଡରେ, କାହାର ପେଟରେ, କାହାର କୋଉଠି କୋଉଠି ସବୁ ବାହାରି ପଡୁଛି ମାଂସ ଗୁଡା। ଆଉ କେତେ ବଡ ଶରୀର ଦେଇଥିଲେ ସୁସ୍ଥ ରହିଥାନ୍ତା ମଣିଷ। ମତେ ଆଶ୍ଚର୍ଯ୍ୟ ଲାଗେ ବେଳେ ବେଳେ ମଣିଷକୁ, ମୁଁ ଆଉ ଯେତେବେଳେ ଆଉ ଗୋଟେ ମଣିଷକୁ ଦେଖି ଚିନ୍ତନ କରେ, ତାକୁ ଦେଖି ଚିନ୍ତା କରେ, ସେ ଚାଲିଲା, ବସିଲା, ଉଠିଲା, ଶୋଇଲା, ଗାଡି ଚଢିଲା, ଭାବନା ଆସେ ବେଳେ ବେଳେ କେତେ ବିଚିତ୍ର ମଣିଷ। ତେଣୁ ଏଇ ବିଚିତ୍ର ମଣିଷ ପାଇଁ ସ୍ୱାଦ କଣ ନା ଆସକ୍ତି। ଆସକ୍ତିର ସ୍ୱାଦ ନଥିଲେ ମଣିଷ ତାକୁ, ଯେମିତି ମଣିଷର ରୁଚି ଅନୁସାରେ ଆସକ୍ତି ଅଛି, ପୃଥିବୀରେ ବହୁତ ଆସକ୍ତି ଅଛି। ଧନର ଆସକ୍ତି, ଲୋଭର ଆସକ୍ତି, ସବୁ ପ୍ରକାର ଆସକ୍ତି ଅଛି। ଆସକ୍ତି ସହିତ ମଣିଷର ଯେତେବେଳେ ଜ୍ଞାନ ଉଦୟ ହବ, ଆସକ୍ତି ରହିଥାଉ କିଛି ନାହିଁ, ଆସକ୍ତି ସହିତ ମଣିଷର ଜ୍ଞାନର ଯେତେବେଳେ ଉଦ୍ରେକ ହବ, ଉଦୟ ହବ, ଆସକ୍ତି କଟିବ। ଆସକ୍ତି କଟିବା ପାଇଁ ଯେ ତୁମେ ଜୋର ଜବରଦସ୍ତ କାଟିଦବ ତା ନାହିଁ, ଯେପର୍ଯ୍ୟନ୍ତ ଜ୍ଞାନର ଉଦୟ ହେଇନି ସେ ପର୍ଯ୍ୟନ୍ତ ଆସକ୍ତି କଟିବ। ଗ୍ରହ ନକ୍ଷତ୍ର ଯଦି ଦେଖିବା, ଗ୍ରହ ନକ୍ଷତ୍ର ଭିତରୁ ଏତିକି ମୁଁ ନିର୍ଯାସ ପାଇଛି ଯେ ଆସକ୍ତି ତା ଦେହରେ ଗୋଟେ କେତେ 9ଟା ଗ୍ରହ ଅଛି, 9ଟା ଗ୍ରହର ଗୋଟିଏ ଗ୍ରହ ଆସକ୍ତି ରହିତ। ଆସକ୍ତି ରହିତ ମାନେ ଶୂନ୍ୟ, ଶୂନ୍ୟ ମାନେ ମୁଣ୍ଡ ନାହିଁ, ଗୋଟେ ଗ୍ରହ ଅଛି, କିଏ ସେ ଗଣ୍ଡିଟା କହିଲେ କି 9ଟି ଗ୍ରହ ମଧ୍ୟରେ ଗଣ୍ଡିଟା, ତାର ମୁଣ୍ଡ ନାହିଁ, କେତୁ। କେତୁ ହଉଛି ଆସକ୍ତି ବିହୀନ, ଆଉ ସିଏ ତୁମକୁ ମୁକ୍ତି ଦବ, କେତୁ ମୁକ୍ତି ଦବ, ମୁଖ୍ୟ କେତୁ ଦବ। ଯାହାର ପ୍ଲାନେଟ୍ସରେ ଦେଖିବେ ହରୋସ୍କୋପରେ
4, 8, 12 ରେ କେତୁ ଥିବ ମୁକ୍ତି ନିଶ୍ଚିନ୍ତ। କୁହନ୍ତି ଶୁକ୍ର ଆସକ୍ତିର ସ୍ଥାନ, କିନ୍ତୁ ସୌର ଜଗତରେ କେତୁ ଯୋଉ ସ୍ଥାନ ଗ୍ରହଣ କରିଛି, କେତୁ କିଏ କି? କେତୁ ତୁମ ଭିତରେ ଅଛି, ଗ୍ରହ ରୂପରେ ଅଛି। ଯଦି ଏକ୍ଜାକ୍ଟ ଆନାଲାଇଜ କରିବା, ସିଏ ହଉଛି ଆତ୍ମା। ଆତ୍ମାର ଶୂନ୍ୟ ରୂପ, କେତୁ ବି ଶୂନ୍ୟ ରୂପ ଏକ ପ୍ରକାର। ରାହୁ ତୁମକୁ ଟାଣି ନେଇଯିବ ଆସକ୍ତି ଆଡକୁ, ଗଣ୍ଡି ମୁଣ୍ଡ ତ, ତେଣୁ କେତୁ ତୁମକୁ ରୋକିବ। ଯେଉଁ ପ୍ଲାନେଟ୍ସ ଦେଖିବେ ଯାହାର ହରୋସ୍କୋପରେ ଜାତକରେ କେତୁ ଉଚ୍ଚ ଶ୍ରେଣୀର ଥିବ, ସେ ମୁଖ୍ୟ ନିଶ୍ଚିନ୍ତ। କେତୁ ତୁମ ମୁକ୍ତି ଦେବ। କେତୁ ସମସ୍ତଙ୍କ ପାୱାରଫୁଲ ଗ୍ରହ। କେତୁ ଧନର ପ୍ରାଚୁର୍ଯ୍ୟ ଦେବ, କେତୁ ମୁକ୍ତି ଦେବ, ତୁମକୁ ସବୁ କିଛି ଦେବ। ଆସକ୍ତିରୁ ଡିଟାଚମେଣ୍ଟ କରାଇବ କେତୁ। ଆଉ ଯୋଉ ଘରେ କେତୁ ରହିଛି ସେଇ ଘରେ ଶୂନ୍ୟ, ଜାଣ କିଛି ନାହିଁ, ତୁମେ ପାଇବନି। ଆଚ୍ଛା, ଯଦି ତୁମକୁ ତୁମ ପାଖରୁ କେତୁ ସବୁ ନେଇଗଲା ମାନେ ଧନ ନେଇଗଲା, ବିପଦ ଦେଲା, ସବୁ କିଛି ଦେଲା, ତୁମେ କଣ କରିବ? ତୁମେ ଯିବ ଭଗବାନଙ୍କ ଆଡକୁ। ତେଣୁ କାଢି ନେଇଯିବା ଗୋଟେ ଭଲ କାମ ତୁମ ପାଖରୁ। ଯେପର୍ଯ୍ୟନ୍ତ କଢା ହେଇନି, ସେ ପର୍ଯ୍ୟନ୍ତ ତୁମେ ମୁକ୍ତ ହେଇନି। ଶୂନ୍ୟ ରୂପ ହଉଛି କେତୁ। କେତୁ ପାଇଁ ତୁମେ ମୁକ୍ତି ପାଇବ। ଯୋଉମାନେ ସନ୍ନ୍ୟାସୀ ହଉଛନ୍ତି, ଯୋଉମାନେ ସାଧୁ ସନ୍ଥ ଅଛନ୍ତି, ସେମାନେ କଣ ଭାବୁଛ କ୍ରିଏସନ କରିଛନ୍ତି? କ୍ରିଏସନ କରିନାହାନ୍ତି, ସେ ହେଇକିରି ଆସିଛନ୍ତି। ସାଧୁ ଜଣେ ହେଇକିରି ଆସେ, ମାନେ ପୂର୍ବର କର୍ମଫଳ ତାଙ୍କୁ ସାଧୁ କରଉଛି ଏ ଜନ୍ମରେ। ସାଧୁ ଜଣେ ଚାହିଁବ ହେଇଯିବ, କଷ୍ଟ। କିନ୍ତୁ ଯଦି ଫାଉଣ୍ଡେସନ ନଥିବ, ମୂଳ ନଥିବ, ଉତ୍ସ ନଥିବ, ହେଇପାରିବନି। ଦେଖନ୍ତୁ, ମୋ କ୍ଷେତ୍ରରେ ଆମର ଧନ ସମ୍ପତ୍ତି ଅଛି। ମୁଁ ଚାହିଁଥିଲେ ଆହୁରି ଜମି କିଣିକିରି କଣ କରିଥାନ୍ତି, ଚାକିରି ଟିକେ କରିଥାନ୍ତି, ବିଜନେସ୍ କରିଥାନ୍ତି, କି ଇଣ୍ଡଷ୍ଟ୍ରି କରିଥାନ୍ତି, କି କଣ ଗୋଟେ କରିଥାନ୍ତି। ସେଥିରୁ ବିଚ୍ୟୁତ କିଏ କଲା ମତେ? ବିଚ୍ୟୁତ କିଏ କଲା? ବିଚ୍ୟୁତ ଜ୍ଞାନ କଲା। ନା, ମୋର ଯାହା ଅଛି ଚଳିବ, ଠିକ ଅଛି ମୋ ପାଇଁ। ଏ ତ XYZ ର ଏଗୁଡା ସବୁ ଅଛି। ଆଉ ଗୋଟେ ନୂଆ ଜିନିଷ କଣ ଖୋଜିକି ବାହାର କରିବାକୁ ଅଛି ଆମକୁ। ଏଇ ଜ୍ଞାନ ମୋ ଭିତରେ ସୃଷ୍ଟି ହଉଥିଲା ବାରମ୍ବାର। ନୂଆ ଜିନିଷ କଣ ଗୋଟେ ଅଛି, ଏ ତ ସବୁ ଅଛି। ଆଉ ଟିକେ ଅଧିକା ହେଇଯିବ, କଣ ହବ? ଆଉ ଟିକେ ଅଧିକା ହେଇଯିବ, କଣ ହେଇଯିବ? ତେଣୁ ଜ୍ଞାନରେ ନା ମୁଁ ବସ୍ କିଣିଲି, ନା ଚାକିରି କଲି, ନା ଚାଷ କଲି, ନା ବେପାର କଲି, ନା କଣ କଲି? କିଛି କଲିନି, କିଛି କରିନଥିଲି। କିଛି ନ କରିବାର କାରଣ ହଉଛି ଜ୍ଞାନ। ତୁମକୁ ଜ୍ଞାନରେ ଅନୁଭବ କରୁଥିଲ ଏ ଜିନିଷ ଗୁଡା ସବୁ ଅଛି। ଆସକ୍ତି ଥିଲେ ବି ଆସକ୍ତି ରୁ ବିମୁକ୍ତ ହବା ପାଇଁ ଆମକୁ ଜ୍ଞାନ ଖୋରାକ ଦଉଥିଲା। ଯୋଗ ପଥ ଆସିଲା, ଯୋଗ ମିଳିଗଲା। ତମ ଜ୍ଞାନ ପାଇଁ ଯୋଗ ମିଳିଲା, ତୁମ ପୂର୍ବ ଜନ୍ମର କର୍ମ ପାଇଁ ଜ୍ଞାନ ମିଳିଲା। ତେଣୁ ବିନା ଜ୍ଞାନରେ ଆସକ୍ତି ତ୍ରୁଟିବନି। ଜ୍ଞାନର ରୋଲ ବହୁତ ଅଧିକ ହବା ଦରକାର। ଚାହିଁଲେ ତୁମେ କାଟି ପାରିବ,
ଚାହିଁଲେ କାଟିବ, ନ ଚାହିଁଲେ ବି ସେଇଥିରେ ବୁଡ଼ି ରହିବ, ଜୀବନ ପଳେଇବ। କେତେ ମାର୍କେଟ, ବିରାଟ ମାର୍କେଟ ଅଛି ନା ପୃଥିବୀରେ, ଆସକ୍ତିର ମାର୍କେଟ, ଆସକ୍ତିର ମାର୍କେଟ। ବାଇ ୱାନ୍ ଗେଟ୍ ୱାନ୍। ମେଲଣକୁ ଯାଉନା, ଯୋଉ ମାର୍କେଟ ସବୁ ପଡୁଛି, ଜାନି ଯାତ୍ରା, ବାଇ ୱାନ୍ ଗେଟ୍ ୱାନ୍, ବାଇ ୱାନ୍ ଗେଟ୍, ଗୋଟିଏ କିଣିଲେ ଆଉ ଗୋଟେ ମାଗଣା ମିଳିବ। ଆଉ ଯିବ କି ନାହିଁ ତୁମେ ସେଇଠି? ଆସକ୍ତି କଟିବା ପାଇଁ ମୁଁ ତ କେତେ ଗୋଟେ ଅଫର ଦେଇଥିଲି, ଆଶ୍ରମରେ ଆସି ରୁହନ୍ତୁ, ସାଧନ କରନ୍ତୁ, ଆସକ୍ତି କଟିଯିବ। ପୁରା ରହିବେ, ପୁଡ଼ି ପୁଡ଼ା ବାନ୍ଧିକି ପଳେଇ ଆସିବେ। ମୁଁ ସମାଧି ହେବି, ଘରକୁ ଯିବି କି କୁଆଡେ ଯିବି ଠିକ ନାହିଁ। ଆସିପାରିବେ କି? ନୋବଡି ଏଲ୍ସ। କେହି ଜଣେ ବି ଏବେ କହିପାରିବେନି ଯେ ମୁଁ ଆଶ୍ରମରେ ଯାଇ ରହିବି। ଆଜିଠାରୁ ଗଣ୍ଠିଲି ବାନ୍ଧିଲି ଚାଲିଲା। ଆଶ୍ରମ ତମକୁ ଖାଦ୍ୟ ଦବ, ଆଶ୍ରମ ତମକୁ ଘର ଦବ, ଆଶ୍ରମ ତମକୁ ଡ୍ରେସ ଦବ, ଆଶ୍ରମ ତୁମକୁ ରହିବା ପାଇଁ ସବୁ କିଛି ବନ୍ଦୋବସ୍ତ କରିବ। ତୁମେ ସାଧନ କରିବ, କିଛି ଅବଶ୍ୟ ଛୋଟ ମୋଟ କାମ କରିବ ଆଶ୍ରମ ଯୋଗିବା ପାଇଁ। ଦେଖିବା କିଏ ଜଣେ ଆସନ୍ତୁ, ବର୍ତ୍ତମାନ ତ 50-60 ଜଣ ଅଛନ୍ତି, ତା ଭିତରୁ କିଏ ଆସିବେ ଆସିବେ। କାରଣ ପରିବାରର ଲୋଭ ଅଛି, ଏହା ଶକ୍ତି ଗୋଟେ। ଯେତେବେଳେ ପରିବାର ତୁମକୁ ତଢିଦବ, ପରିବାର କହିବ ନାଇଁ ତୁମେ ଯାଅ, ସେତେବେଳେ ବୈରାଗ୍ୟ ସୃଷ୍ଟି ହବ। ନହେଲେ କହିବ ମୋ ଝିଅଟା ବାହାଘର ହେଇନି କେମିତି ପଳେଇବି, ପୁଅ ଚାକିରି କରିନି କେମିତି ପଳେଇବି। ଏକୁଟିଆ ସ୍ତ୍ରୀ ଅଛି, ବୁଢା ବାପ, ଗାଈଟି ଅଛି, କୁକୁର ଯିଏ ପାଳିଥିବ ତା ପାଇଁ ବି ଗୋଟେ ଆସକ୍ତି। ଆସକ୍ତି କେମିତି କାଟିବ? ଜ୍ଞାନ ନହେଲେ ହବନି, ବିପଦ ନହେଲେ ହବନି। ବିପଦ ଆସିଲେ ଆପେ ଆପେ କଟିଯିବ ଆସକ୍ତି, ଜ୍ଞାନ ହେଲେ ବି କଟିଯିବ। ତୁମେ ଚିନ୍ତା କରନ୍ତୁ, ତୁମର ଯେତେ ପ୍ରକାର କାର୍ଯ୍ୟକ୍ରମ ରହିଛି, ଯେତେ ପ୍ରକାର ଥାଉ, ତୁମେ ଘରେ ରହିକିରି ବି ଆସକ୍ତି ବିହୀନ ହବ, ହେଇପାରିବ। ସବୁ କାମ କରୁଥିବ, କୋଉଥିରେ ନଥିବ। ଗାଈଟି ରଖିଛ, ଗାଈ ଦୁଇଁବ, ଗାଈକି ଖାଇବାକୁ ଦବ, ଠିକ ଅଛି, ଏଥିରେ କିଛି ଅସୁବିଧା ନାହିଁ। ତାହେଲେ ଭାବୁଥିବ କେମିତି ମୁଁ ସେ ଜାଗାରେ ପହଞ୍ଚିବି, ସାଧନ କେମିତି କରିବି। କୁଣିଆ ତୁମ ଘରକୁ ଆସୁନି, ବସିଲେ, ଖାଇଲେ, ପିଇଲେ, ଗଲେ, କୁଣିଆ ଠି ତୁମ ମନ ନଥିବ। ଆଭରେଜ ହିସାବ ରଖିବ କୁଣିଆ ପ୍ରତି। କୁଣିଆ ମାନେ ବନ୍ଧୁ, ଠିକ ଅଛି, ଆସିବେ, ଯାହା ଗପିବେ ତାର ଉତ୍ତର ଦବ, ଭଲ କଥା ତାଙ୍କୁ କହିବ, ବିଦାୟ ହେଇ ସରିଲା। ଆସକ୍ତି ନଥିବ କୁଣିଆଙ୍କ ପ୍ରତି, ଆସକ୍ତି ନଥିବ ତାଙ୍କ ପ୍ରତି। ସବୁ ଆଜ ୟୁଜୁଆଲ ଭାବନ୍ତୁ, ଇଏ ଘଟି ଚାଲିଛି, ଘଟିବ। ତୁମକୁ ଯଦି ଡାକିବେ କୁଣିଆ ଘର, ତମେ ପଳେଇବ, ଆସକ୍ତି ହେଇଗଲା। କିଏ ତୁମ ଘରକୁ ମିଠା ନେଇକି ଆସିଛନ୍ତି, କି ପିଠାପଣା କରିକି ଆସିଛନ୍ତି ତୁମ ଘରକୁ, ଶାନ୍ତିରେ ରିସିଭ କଲ। ସେ ଯାହା ଆଣିଛନ୍ତି ସେଇଥିରେ ସନ୍ତୁଷ୍ଟ ରୁହ। ଏଇଟା ଆସକ୍ତିରୁ କଟିଯିବ। ଯାହା ଆଣିଛନ୍ତି ତୁମେ ସନ୍ତୁଷ୍ଟ ରୁହ। କେଜି ହଉ, ଅଧ କେଜି ହଉ, 2ଟା ହଉ, 5ଟା ହଉ, ତୁମେ ପ୍ରସନ୍ନ ଚିତ୍ତରେ ଦେଖ। ତାଙ୍କ ଦବା ନବାକୁ ପ୍ରସନ୍ନ ଚିତ୍ତରେ ଦେଖ, କାରଣ ସେଇଟା ଅସ୍ଥାୟୀ ଭାବ, ଏଥିରେ କିଛି ନାହିଁ, ଏ କିଛି ନୁହେଁ। ଆସକ୍ତି ରହିବନି।
ଜ୍ଞାନରେ ଜାଣିନେବ ଏସବୁ ଅସ୍ଥାୟୀ ଜିନିଷ। ତୁମ କଥା ତୁମ ସ୍ତ୍ରୀ ମାନିଲାନି, ବୋହୁଟି କରିକି ଆଣିଛ, ସେ ଅଝଟ ହଉଛି, ମାନେ ତାର ଆଇଡିଓଲୋଜି ତୁମ ଆଇଡିଓଲୋଜି ସହିତ ମିଶୁନି। ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଇଟା। ତୁମେ ସେ ବୋହୂକୁ ଅତି ସ୍ନେହ କର, ଦରକାର ନାହିଁ, ଯେତିକି ଆଭରେଜ ଦରକାର। ସ୍ତ୍ରୀ ପାଇଁ ଯେତିକି ତୁମର ପ୍ରୋବାବିଲିଟି ଅଛି କର୍ତ୍ତବ୍ୟ କର, ପୁଅ ପାଇଁ ସେମିତି କର। ଆସକ୍ତି ଯଦି ଦେଖ, ଯଦି ଅତି ସ୍ନେହ ଶ୍ରଦ୍ଧା ପ୍ରେମ ସୃଷ୍ଟି ହବ ଘର ଭିତରେ, ଆସକ୍ତି ବଢିବ। ଇଏ ଗୋଟେ ଉଲ୍ଟା ଅଙ୍କ। ଯଦି ସ୍ନେହ ଶ୍ରଦ୍ଧା, ସ୍ତ୍ରୀ ସଦାବେଳେ ତୁମକୁ ଭଲ ପାଇବ, ତୁମ ପାଖରେ ବସିବ, କଥା କହିବ, ଛାଡିବନି ତୁମକୁ, ଆସକ୍ତି ରହିଲା କି ନାହିଁ? ବୋହୁଟି କରିକି ଆଣିଛ, ସଦାବେଳେ ତୁମର ସ୍ନେହ ଶ୍ରଦ୍ଧା ଲାଗୁଛି ତୁମର ତାଙ୍କ ପ୍ରତି। ବରଂ ବିତୃଷ୍ଣା ସୃଷ୍ଟି ହବ ଯଦି ତାଙ୍କର ସମ୍ପର୍କ ତୁମ ସହିତ କଟିଥିବ, କିଛି କିଛି ଅଂଶରେ ଅଡ୍ ଥିବ, ଏ ଆସକ୍ତି ସୃଷ୍ଟି ହବ। ପୁଅ ସେମିତି, ଯଦି ତୁମକୁ ବେଶୀ ଭଲ ପାଉଛି, ତୁମ ବାପା ତୁମକୁ ବେଶୀ ଭଲ ପାଉଛି, ଏ ଆସକ୍ତି ହେଇଗଲା ପୁରା। ଡିଟାଚମେଣ୍ଟ ହବ ବହୁତ କଷ୍ଟ। ଡିଟାଚମେଣ୍ଟ କେତେବେଳେ ହବ ନା, ଯେତେବେଳେ ଆଭରେଜ ସ୍ନେହ ଶ୍ରଦ୍ଧା ରହିଥିବ, ଆଭରେଜ ଯେତିକି କର୍ତ୍ତବ୍ୟ ସେତିକି ରଖିଲ। ବେଶୀ ସ୍ନେହ ଶ୍ରଦ୍ଧା ଆସିଲେ ବେଶୀ ଆସକ୍ତି ସୃଷ୍ଟି ହବ। ପରିବାର ସହିତ ଦେଖନ୍ତୁ, ଏମିତି ଗୋଟେ ସିଷ୍ଟମ ତିଆରି ହେଇଛି, ପରିବାର ତୁମ ପାଇଁ ଗୋଟେ ରହିବାର ସ୍ଥାନ, ସ୍ନେହ ଶ୍ରଦ୍ଧାର ସ୍ଥାନ। ରୁହ, କିଛି ନାହିଁ, ଖାଅ ପିଅ, ସବୁ ଠିକ କର, କିନ୍ତୁ ସେ ପରିବାର ରହିକି ତୁମେ ଖୋଜୁଥିବ, ଆଉ ଗୋଟେ କାହାକୁ ଖୋଜୁଥିବ। ଆଉ ଗୋଟେ କାହାକୁ ଖୋଜୁଥିବ, କାହାର ସନ୍ଧାନରେ ଥିବ, ତାହେଲେ ଆସକ୍ତି ବଢିବ, କମିଯିବ। ତୁମେ ଯେତେ ଦେଖ, ଯୋଉଥିରେ ବେଶୀ ଲିପ୍ତ ରହିବ, ପରିବାରରେ ଲିପ୍ତ ରହିଲେ ଆସକ୍ତି ହେଲା, କୋଉ କର୍ମରେ ଲିପ୍ତ ରହିଲେ ଆସକ୍ତି ହବ। ଟଙ୍କା କାହାକୁ ଦେଇଛ, ଟଙ୍କା ଆଣୁଛ, ସେ ଆସକ୍ତି। ସୁଧ ଆଣୁଛ, ଆସକ୍ତି। ମନେକର କାହାକୁ ଟଙ୍କା ଦେଇଛ, ସେ ରିଟର୍ନ କଲା ସେ ଟଙ୍କା ଗୁଡ଼ିକ, ଠିକ ଅଛି, ରିସିଭ କର, ଯାହାର ଇଣ୍ଟରେଷ୍ଟ ଯେତିକି ଦେଲା ତାକୁ ସାଦରେ ଗ୍ରହଣ କର। ଆସକ୍ତି ବିମୁକ୍ତ ହେଇଯିବ, ଆସକ୍ତି ରହିବନି। ତୁମେ କହିବ, ମତେ କଥା ଦେଇଥିଲା 5 ଟଙ୍କାରେ ସୁଧ ଦବ, ଦେଲାନି, କିଛି ନାହିଁ, ସେଥିରେ ଶାନ୍ତ ଚିତ୍ତରେ ଗ୍ରହଣ କର, ଶାନ୍ତ ଚିତ୍ତ, ଆସକ୍ତି କମିଯିବ। ଫସଲ ଲଗେଇଛ, ଧାନ କିଆରିରେ, ଧାନ ହେଲାନି, କମିଗଲା, ଠିକ ଅଛି, କାରଣ ସେଇଟା ଜୀବନର ମାନଦଣ୍ଡ ନୁହେଁ। ଆଜି ଅଛି, କାଲି ହବନି, କାଲି ହବନି ତ ଆଜି ହବ, ତାର କିଛି ନାହିଁ। ଗୋଟେ ଆଭରେଜ ସନ୍ତୁଳିତ ମନକୁ ରଖ ତାଙ୍କ ସହିତ, ସେଇ ଯୋଉ କର୍ମ ସହିତ ଯେତିକି ଧ୍ୟାନ ହଉଛି ତାକୁ ଗ୍ରହଣ କର, ଶାନ୍ତରେ ଗ୍ରହଣ କର, ଆସକ୍ତି ରହିବ। ଯଦି ତୁମେ କଳ୍ପନାରେ ହଜିଯିବ, ହେଲାନି, ତାହେଲେ ଆସକ୍ତି ରହିବ। ଏମିତି ବିଜନେସ କରୁଛ, ପ୍ରଫିଟେବଲ ହଉନି, ଦୋକାନଟେ କରିଛ, ପୂର୍ଣ୍ଣ ଆସକ୍ତିରେ କରିଛ, ଯେତିକି ପ୍ରଫିଟ ପାଇବା କଥା ପାଉନ, ଛାଡ଼, ଠିକ ଅଛି, ଯାହା ଯୋଉଠି ଯୋଉ ସମୟରେ ହଉଛି ତାକୁ ଗ୍ରହଣ କର, ଶାନ୍ତ ଚିତ୍ତରେ ଦେଖିବ ଆସକ୍ତି କମିଯିବ। ଆସକ୍ତି କୋଉଠି ରହିଛି ନା, ସେଇ ଟ୍ରାଞ୍ଜାକ୍ସନରେ ରହିଛି, ପାଇବାର ଆଶାରେ ଆସକ୍ତି ରହିଛି। ପାଇବା ଆଶା ଛାଡ଼ିଦିଅ, ଆସକ୍ତି ଛାଡ଼ିଯିବ।
କହୁଥିଲି ନା ଥରେ ଜଣେ ପୋଲିସ ଅଫିସର ଆସିଲେ ତାଙ୍କ ସ୍ୱାମୀଙ୍କୁ ନେଇକରି ଗୁଟକା ଖାଆନ୍ତି, ଦିନ ସାରା ଗୁଟକା ଖାଇବେ, ସନ୍ଧ୍ୟାବେଳେ ଗୋଟେ ପଖାଳ ଗୋଟେ ମାଛ ପିସ୍ ସରିଗଲା ଖାଦ୍ୟ, ଆସିଲା ବେଳକୁ 1000 ଟଙ୍କା ଆଣି ସେ ପକେଟ ପଶିଯିବ। ଖାଦାନ ମାଲିକ ଥିଲେ। କିଛି ଦିନ ପରେ ରୋଗଗ୍ରସ୍ତ ହେଲା। କହିଲେ ସବୁ ଯାକ ସମ୍ପତ୍ତି ମୋ ପାଖରୁ କିଏ ନେଇଯାଉ, ମତେ ଭଲ କରିଦବ। ଏ ମିଥ୍ୟା ଅଙ୍କ ନୁହେଁ କି? ଏ ଆସକ୍ତି ଯୋଉ ଥିଲା ପଇସା ଉପରେ, ସେ ଆସକ୍ତିଟା ରୋଗ ଯୁକ୍ତ କରେଇଦେଲା। ବୈରାଗ୍ୟ ଆସିଲା, ସାଧନ ପାଇଁ ଆଗ୍ରହ ହେଲା। ତାହେଲେ ସାଧନ ପାଇଁ କେବେ ଆଗ୍ରହ ହେଇପାରିବନି ବିପଦ ନ ଆସିଲେ। ଯୋଉଥିରେ ତୁମେ ଅତି ମାତ୍ରାରେ ଭଲ ପାଉଛ ଯାହାକୁ, ଧନ ହଉ, କର୍ମ ହଉ ବା ଯେକୌଣସି କର୍ମ ପାଇଁ ବା ସମ୍ପର୍କ ହଉ, ସେଥିରେ ଆଭରେଜ ସମ୍ପର୍କ ରଖ, ହୁସିଆର ହେଇକି ରଖ। ଆଭରେଜ ସମ୍ପର୍କ ବୈରାଗ୍ୟ ସୃଷ୍ଟି ହେବ। ବାରମ୍ବାର ଖୋଜ ପ୍ରକୃତରେ ମୁଁ କିଏ। ଏ ଯୋଉ ସମ୍ପର୍କ, ଏ ଯୋଉ ସ୍ନେହ ଶ୍ରଦ୍ଧା ସମ୍ପର୍କ ସୃଷ୍ଟି ହେଇଛି ପୃଥିବୀରେ, ମୁଁ ସେଗୁଡ଼ା ନୁହେଁ, କେବେ ନୁହେଁ। କିଛି ଦିନ ପରେ ଲୁପ୍ତ ହେଇଯିବ, ମୁଁ ଏକୁଟିଆ ହେଇଯିବି। ମତେ ନେଇଯିବେ, ଟାଣି ନେଇଯିବେ, କୋକେଇରେ ବାନ୍ଧିକି ନେଇଯିବେ, 6 ଖଣ୍ଡ କାଠ ପୋଡ଼ିଦେବେ। ନା ଡ୍ରେସ୍ ଥିବ, ନା ମୋ ଶରୀର ଥିବ। ଏଇଟା ଆସକ୍ତିର କାରଣ। ଏଇଟା ବାରମ୍ବାର ଭାବ। ବେଳେ ବେଳେ ଗାଁ ତୋଟାରେ ଯାଇ ଛିଡ଼ା ହୁଅ। ବୈରାଗ୍ୟ ଆସିବ, ଆସକ୍ତି ଆସିବ, ଆସକ୍ତି ନଷ୍ଟ ହେଇଯିବ। ତୁମ ଉପରେ ଆସକ୍ତି ସୃଷ୍ଟି ହେବ, ଏ ଜଡ଼ ସଂସାର ଉପରୁ କଟିଯିବ ଆସକ୍ତି। ଆରେ ମୁଁ ତ ଦିନେ ଏଠିକି ଆସିବି ନା। ରାମ ଆସିଥିଲା, ଗୋପାଳ ଆସିଥିଲା, କୃଷ୍ଣ ଆସିଥିଲେ, ସବୁ ଆସିଥିଲେ ଗାଁରେ, ମୁଁ ବି ଆସିବି। ଡ୍ରେସ୍ ପିନ୍ଧୁଛ, ଡ୍ରେସ୍ ଉପରେ ବି ନିଘା ରଖନି। ହଁ, ଯାହା ଗୋଟେ ଡ୍ରେସ୍ ହେଲେ ପିନ୍ଧିଦିଅ। ଯଦି ଅତି ମାତ୍ରାରେ ତୁମେ ଆସକ୍ତିରେ ପିନ୍ଧିବ, ସେ ତୁମକୁ ସେଇ ସ୍ତରରେ ରଖିଦେବ। ମୁଁ କଟକ ଆସିଥିଲି ଗୋଟେ ବଡ଼ ଟେଲର ପାଖକୁ ସିଲେଇ କରିବା ପାଇଁ। କଟକର ଯୋଉ ବଡ଼ ଟେଲର, ସମସ୍ତଙ୍କ ହାଇଏଷ୍ଟ ପଇସା ନିଏ, ଶ୍ରୀମାନ। ସେ ଗୋଟେ ଆସକ୍ତି ନଥିଲା କି ସେତେବେଳେ? ଡ୍ରେସଟା ଭଲ ଜାଗାରେ ସିଲେଇ କରିବା, ଭଲ କପଡ଼ା ଆଣି ପିନ୍ଧିବା, ଭଲ ଚପଲ ପିନ୍ଧିବା, ଭଲ ଘଣ୍ଟା ପିନ୍ଧିବା, ସବୁ ଯାକ ଭଲ ଭଲ ଜିନିଷ ଆଣି ମୁଁ କିଣିକି ପିନ୍ଧେ। ଏଇଟା କ'ଣ? ଯେତେବେଳେ କଟିଲା, କେତେବେଳେ? ଯେତେବେଳେ ଜ୍ଞାନ ହେଲା, ଉଦୟ ହେଲା, ଏଇଟା କଟିଗଲା। ନହେଲେ କଟି ନଥାନ୍ତା, ଆଜି ପର୍ଯ୍ୟନ୍ତ ବି କଟି ନଥାନ୍ତା। ଯୋଗ ଆଡ଼କୁ ନ ହେଇଥାନ୍ତେ, ସେ କଣ୍ଟିନ୍ୟୁ କରିଥାନ୍ତା ଆସକ୍ତି। ଚିନ୍ତା କର। ତେଣୁ କେତେବେଳେ କଟିବ? ଜ୍ଞାନ, କିଛି ଜ୍ଞାନ ହେଲେ କଟିବ। ବୈରାଗ୍ୟର ଜ୍ଞାନ ହେଲେ କଟିବ ଆସକ୍ତି। ହିସାବ କରୁନା, କେତେ ଦିନ ଗଲାଣି ତୁମର, କ'ଣ ପାଇଛ? ଯେତେ ଦିନ ଗଲା କ'ଣ ପାଇଛ? ଆଉ ବି ସେମିତି କ'ଣ ପାଇବ? ସବୁଦିନ ଯାହା ତ ଖାଉଛ, ସେ ଝାଡ଼ା ଆକାରରେ ପ୍ରଭାବ ନଷ୍ଟ ହଉଛି। ଖାଇବା ପାଇଁ ମଣିଷ ବଞ୍ଚିଛି। ଖାଦ୍ୟରେ ଆସକ୍ତି ନ ରହୁ। ଅବଶ୍ୟ ଭଲ ଖାଦ୍ୟ ଖାଅ, କିନ୍ତୁ ଆସକ୍ତି ରହୁ। ସେଇ ଖାଦ୍ୟ ଭିତରେ ପରମାତ୍ମାଙ୍କର ଚିତ୍ର ଦେଖ। ପରମାତ୍ମା ଅଛନ୍ତି, ମୋ ପାଇଁ ଖାଦ୍ୟ ଦେଇଛନ୍ତି, ଯୋଗାଡ଼ କରୁଛନ୍ତି, ଠିକ ଅଛି, କିନ୍ତୁ ପରମାତ୍ମାଙ୍କୁ ଦେଖିବା ଦରକାର। କାଲି କହିଥିଲି ନା, ଏତେ ବିରାଟ ବିଶ୍ୱକୁ ଯିଏ ତିଆରି କରିଛି, ଏତେ ନଦ ନଦୀ, ପାହାଡ଼ ପର୍ବତ, ସ୍ୱପ୍ନ, ଘର, ପରିବାର, ଯେତେ ଇଏ କେତେ କେତେ କ'ଣ କ'ଣ ନ କରିଛି ପରମାତ୍ମା। ଯିଏ ସୃଷ୍ଟିର କର୍ତ୍ତା, ତାକୁ କ'ଣ ଦେଖିବାକୁ ଇଚ୍ଛା ହଉନି? ସେଇ ପ୍ରୟାସରେ ରୁହ।
ଦେଖିବ ତୁମ ଆତ୍ମା ଆଡ଼କୁ ଯେତେବେଳେ ଢଳି ପଡ଼ିବ, ଆସକ୍ତିରୁ କଟି କଟିକିରି ଗୋଟେ ପରମ ଆନନ୍ଦ ସୃଷ୍ଟି ହେବ। ଢଳିଲେ ପରମ ଆନନ୍ଦ ସୃଷ୍ଟି ହେବ। 10 ମିନିଟ ବସିକି ଧ୍ୟାନ କରନ୍ତୁ, ଆତ୍ମାର ରୂପରେଖ ସହିତ ମିଶି ଯାଆନ୍ତୁ। ମୁଁ ସେ ଆତ୍ମା, ମୁଁ ଆଉ କେହି ନୁହେଁ, ମୁଁ ସେ ଆତ୍ମା। ଦେଖିବ ଆସକ୍ତି କଟିବ ଆସ୍ତେ ଆସ୍ତେ। ଚିରନ୍ତନ ସତ୍ୟ ଯୋଉଟା, ବା ଯିଏ ପୂର୍ଣ୍ଣ ଭାବରେ ରହିଛି, ରହିବ, ରହିଥିବ, ତୁମେ ଏକାକାର ହେଇଯାଉଛ ତା ସହିତ। ଏକାକାର ଭାବନାରେ ହେଇଯାଉଛ, ଧ୍ୟାନରେ ହେଇଯାଉଛ। ଆଟଲିଷ୍ଟ ସେଇ ସମୟ ତ ତୁମେ ତ ଆତ୍ମା ହେଇଗଲ ନା। ଯଦି କାହାକୁ ନ ଭାବିକିରି ଆସକ୍ତି, ନା ଡ୍ରେସ, ନା ପରିବାର, ନା କେହି ବି ତୁମ ସାମ୍ନାକୁ ନ ଆସନ୍ତୁ ଭାବନାରେ, କେବଳ ଆତ୍ମା ଥିବ, ତୁମେ ଥିବ, ଆସକ୍ତି ନଷ୍ଟ ହେଇଯିବ ଆସ୍ତେ ଆସ୍ତେ। କାରଣ ତୁମେ ଆସକ୍ତିର ଜନନୀ ହେଇଗଲ, ସୃଷ୍ଟିକର୍ତ୍ତା ହେଇଗଲ। ମାୟା ରୂପ କଟିଗଲା। ତୁମେ ଯେତେବେଳେ ଆତ୍ମ ରୂପରେ ରହିଲା, ମାୟା ରୂପ କଟିଗଲା। ପ୍ରତ୍ୟେକ ଦିନ କରନ୍ତୁ 10 ମିନିଟ ମାତ୍ର। ଯେଉଁମାନେ ବୁଦ୍ଧିମାନ ମୁନି, ବୁଦ୍ଧିମାନ ବ୍ୟକ୍ତି, ଏଥିରୁ କେବେ କ୍ଷାନ୍ତ ନ ହୁଅ ଯେ 10 ମିନିଟ ବସିଯାଅ। ପ୍ରତ୍ୟେକ ଦିନ 10 ମିନିଟ ଭଲ ସମୟ ଦେଖିକିରି ବସିଯାଅ। ମୁଁ ତ ଚାଟ୍ ଦେଇଦେଇଛି, ଭଲ ସମୟର ଚାଟ୍ ଗୁଡ଼ିକ। ସେଇ ଚାଟ୍ରେ ବସ 10 ମିନିଟ ମାତ୍ର, ଯେ ମୁଁ ଆତ୍ମା, ଆଉ କିଛି ନାହିଁ। ସିଧା ମେରୁଦଣ୍ଡକୁ ରଖିକିରି ଏକାଉଲି ପକେଇ ବସିଯିବ, ମୁନି ମୁଦ୍ରାରେ ବସିଯିବ। ଯୋଉ ଯୋଉ ଭାବନା ଆସୁଛି କାଟିଦେବ, ସେଠି କାଟିଦେଇ ବସ। ଗୋଟେ ଟ୍ରାଏଲ ବେସିସରେ କିଛି ଦିନ କର, ନ ହଉ ଯାଉ ଆସକ୍ତି ଆଡ଼କୁ, କିଛି ନାହିଁ। ଆସକ୍ତି ଆଡ଼କୁ ଯାଉ ଯାଉ, କିଛି ନାହିଁ, ଟାଣି ଆଣିବ। ପଳେଇଲା, କାହାକୁ ପଇସା ଦେବାର ଥିଲା, ପଳେଇଲା ମନ, ଠିକ ଅଛି। ସୁଧ ଦେଲାନି ମତେ ଅଧିକ, ପଳେଇଲା ମନ, କିଛି ଅଛି, ଟାଣି ଆଣ। ଆଜି ଖାଦ୍ୟର ଭଣ୍ଡାର କମ ଅଛି, ଖାଦ୍ୟ ଆଜି ସେତେ ଭଲ ନାହିଁ, ଠିକ ଅଛି। ତମେ ଜାଣିଛ ଆଜି କଣ ରୋଷେଇ ହଉଛି, ଆସକ୍ତି। ଖାଦ୍ୟ ଗୋଟେ ଆସକ୍ତି ନୁହେଁ, ଫେରେ ଆଣ ମନକୁ। ନା, ମୁଁ ଆତ୍ମା, ମୁଁ ଆତ୍ମସ୍ଥ ପୁରା। 10 ମିନିଟ ମାତ୍ର ବସ, ଟ୍ରାଏଲ। ସବୁଦିନ ଯଦି ବସିବ, ଦେଖିବ ସେ ତୁମକୁ ପ୍ରତ୍ୟେକ ଦିନ 24 ଘଣ୍ଟା ସେଇ ଆତ୍ମସ୍ଥ ହେଲା ଭଳି ଲାଗିବ ତୁମକୁ। 24 ଘଣ୍ଟା ପର୍ଯ୍ୟନ୍ତ ବି ଆତ୍ମସ୍ଥ ହେଲା ଭଳି ଲାଗିବ। ମୁଁ ଆତ୍ମା, ଆଉ କିଛି ନାହିଁ। ଦେଖନ୍ତୁ, ପରୀକ୍ଷା କରି ଦେଖନ୍ତୁ, ସଲିଡ ଜିନିଷଟା ନଷ୍ଟ ହବ ତୁମ ଶରୀର, କେହି ରହିବନି। ତୁମେ ଥିବ, କାହା ସହିତ ଏକ ରସରେ ଥିବ, ଆତ୍ମା ସହିତ। ଆଉ କେହି ନଥିବେ, କେହି ବି ନଥିବେ। ଦେଖନ୍ତୁ, ଏଇ ପ୍ରତ୍ୟକ୍ଷ ଜ୍ଞାନ ହେଇଯାଉ, ତୁମ ଭିତରେ ବୈରାଗ୍ୟ ସୃଷ୍ଟି ହବ, ଆସକ୍ତି କଟିବ। ଆସକ୍ତିର ଚିହ୍ନ ବର୍ଣ୍ଣ ନାହିଁ, ତୁମ ଭିତରେ ଆସକ୍ତି ଅଛି। ତୁମ ଭିତରେ ଆସକ୍ତି ଅଛି। କେମିତି ନା, ଯେମିତି ଗୋଟେ ଦୋକାନ ତୁମେ କରିଛ, ଔଷଧ ଦୋକାନ କରିଛ, ବା କୌଣସି ଗ୍ରୋସରୀ ଦୋକାନ କରିଛ, ବା ହାର୍ଡୱେର ଦୋକାନ କରିଛ, ବା ଲୁହା କଣ୍ଟା, ବା ଡ୍ରେସ ଦୋକାନ କରିଛ। ଏଇ ଯେ ଅଛନ୍ତି ଆମ ସହିତ, ଡ୍ରେସ କପଡ଼ା ଦୋକାନ କରିଛ। ତୁମ ମନ ଭିତରେ ନାହିଁ କି ଦୋକାନରେ ଯୋଉଠି ଯୋଉ ଜିନିଷ ଅଛି, ସେଇଠି ତୁମେ ରଖିଛ, ତୁମେ ଜାଣିଛ ଏଇ ଡବାରେ ଏଇ ଜିନିଷ ଅଛି। ସେଟା ଫଟୋ ଉଠିକି ରହିଛି ତୁମ ମନ ଭିତରେ। ଏଇ ଜାଗାରେ, ଏଇ ଖୋଲରେ ଏଇ ଡ୍ରେସ, ଶାଢ଼ୀ ଅଛି, କି ପ୍ୟାଣ୍ଟ ଅଛି, କି କୋଟ ଅଛି, କି ଗାମୁଛା ଅଛି। ମାନେ ଦୋକାନରେ ସେଇଟା ଅଛି, କିନ୍ତୁ ତୁମ ସହିତ ଫଟୋରେ ତମ ଭିତରେ ବି ଅଛି, ମନ ଭିତରେ। ବୁଝିପାରିଲେ? ସେମିତି ଔଷଧ କୋଉ ଡବା, କୋଉ ଖୋଲରେ କୋଉ ଔଷଧ ଅଛି, ତୁମେ ଜାଣିଛ। ତୁମେ ଦୋକାନୀ ନା, ତୁମେ ଦୋକାନ, ତୁମେ ଜାଣିଛ। ଔଷଧ ଗୋଟେ ଦୋକାନ, ଦୋକାନ ଗୋଟେ ଯାହା ସବୁ ଅଛି ସିଷ୍ଟମ, ସେ ପ୍ରାକ୍ଟିକାଲ, ତାର ସୂକ୍ଷ୍ମ ରୂପ ତୁମ ମନ ଭିତରେ ଅଛି। ଦେଖନ୍ତୁ, ଯୋଉମାନେ ଦୋକାନ କରିଥିବେ ପଚାରନ୍ତୁ, କହିଦେବେ ହଠାତ୍ ଏଇ ଖୋଲରେ ଅଛି, ତାମାନେ ମନ ଭିତରେ ଅଛି। ଦୋକାନଟା ତମ ମନ ଭିତରେ ଛପା ହେଇକି ଅଛି। ସେମିତି ଏକ୍ସାକ୍ଟ
ଯେତେବେଳେ ଆତ୍ମସ୍ଥ ହବ, ଆତ୍ମା ରୂପରେ ତୁମେ ସବୁଦିନ ଡିଲ୍ କରିବ, ସବୁଦିନ ଡିଲ୍ କରିବ, ସେମିତି ହେଇଯିବ। ବୁଝିପାରିଲେ କି ନାହିଁ କଥା? ତୁମେ ସବୁଦିନ ଡିଲ୍ କରୁଛ ଦୋକାନ ସହିତ, ଦୋକାନର ଚିତ୍ରଟା ତୁମ ମନ ଭିତରେ ଅଛି, ଅଛି କି ନାହିଁ? ସେମିତି ତୁମେ ଯେତେବେଳେ ଡିଲ୍ କରିବ ଆତ୍ମା ସହିତ, ଆତ୍ମା ପାଖରେ ବସିବ, ତାର ରୂପରେଖ ତା ସହିତ ମିଶିଯିବ। ତୁମେ ଏଇଠି ପ୍ରଶ୍ନ କରିପାର, ଆତ୍ମାକୁ ଦେଖିନୁ ମିଶିବୁ କେମିତି? ଏଇଠି ମୁଁ ଉତ୍ତର ରଖୁଛି ଯେ ତୁମେ ଏ ଯୋଉ ଚିତ୍ର ଅଛି, ବାହାରେ ଯେତେ ଚିତ୍ର ଅଛି ସେ ଚିତ୍ରକୁ କାଟିଦେଲେ ଅବଶିଷ୍ଟଟା ଆତ୍ମା। ଯେ ବିଚାର ନଥିବ, ଶୂନ୍ୟ ଥିବ ତୁମ ମନ ଭିତରେ, ସେଇଟା ଆତ୍ମାର ରୂପରେଖ ହେଇଯିବ। ଖାଲି ବିଚାରକୁ କାଟିଦିଅ, ବିଚାରକୁ କାଟ ବସିକି, ଯୋଉ ବିଚାର ହେଲା କାଟିଦିଅ, ଶୂନ୍ୟ ହେଇଯିବ। ଶୂନ୍ୟ ରୂପ ହିଁ ହଉଛି ଆତ୍ମା। ଆସକ୍ତି କଟିଲା, ବିଚାରରେ ଯଦି ଆସକ୍ତି ଆସିଲା, ବିଚାରକୁ କାଟିଦିଅ, କିଛି ବିଚାର ଆଣନି, ବିଚାର ଶୂନ୍ୟ ଅବସ୍ଥା ହେଇଯାଉ। ବୁଝିଲେ? ବିଚାର ଶୂନ୍ୟ ଅବସ୍ଥା ହେଇଗଲେ ଆସକ୍ତି କଟିଯିବ। ହିସାବ କରି ଦେଖୁନ, ତୁମ ବନ୍ଧୁ ବାନ୍ଧବ, ଗାଁ ଗଣ୍ଡା, ରାଜନୀତି, ପରିବାର, ବ୍ୟବସାୟ, ଯେପର୍ଯ୍ୟନ୍ତ କରି କରି ଆସିଛ, ଧର ତୁମକୁ 50 ବର୍ଷ ଆଜି ସୁଦ୍ଧା ଏ ସବୁ କରିକି ଆସିଛ, ସେଟା ମନରେ ଅଛି। ଯୋଉ 10 ମିନିଟ୍ ବସିବ ତାକୁ ବିଲୁପ୍ତ କର, କାଟିଦିଅ ସବୁ ଯାକ, କିଛି ନ ଆସୁ। ମାନେ ମାଇନସ୍ ଇଣ୍ଟୁ ମାଇନସ୍ ପ୍ଲସ୍। ଏଠି ମାଇନସ୍ ଇଣ୍ଟୁ ମାଇନସ୍ ପ୍ଲସ୍ ହେଇଯିବ, ଏଣିକି ପଳେଇ ଆସିଲା। ଯେତେ ଫେଡ଼ିବ ସେତେ ଏପଟେ ପ୍ଲସ୍ ହବ। ଦୁଃଖ ସଂଯୋଗ ବିୟୋଗ ଯୋଗ ସଙ୍ଗୀତ। ଦୁଃଖରେ ସଂଯୋଜିତ ହେଇଥିବା ମନ ବିୟୋଗ କରି ଆଣିଲେ, ମାନେ ଫେଡ଼ି ଆଣିଲେ ଯୋଗ ହେଇଯିବ, ଏପଟେ ମିଶିଗଲା ଆତ୍ମା ସହିତ। ଯୋଗ ଯୁକ୍ତଟା ଯେ ତୁମେ ଭାବୁଛ ଯୋଗ କଲେ ଯୋଗ ହେଇଯିବ, ନାହିଁ। ତୁମେ ଏଇଟା ମନର ମାନସିକ ସ୍ଥିତିରେ ଯୋଗ ଆଣ। ମାନସିକ ସ୍ଥିତି ହଉଛି ଅଶ୍ଳୀଳ ଯୋଗ, ବୁଝିଲେ? ମାନସିକ ସ୍ଥିତି ହଉଛି ଅଶ୍ଳୀଳ ଯୋଗ। ଆଉ ଯେତେ ଗୋଡ଼ ହାତ ହଲେଇଲେ ସନ୍ଧ୍ୟାରେ କି ସକାଳେ ଯୋଗ ହବନି। ଆଗେ ମନକୁ ଦୃଢ଼ କରିବାକୁ ପଡ଼ିବ। ମୁଁ କାହିଁ କରୁଛି, କୋଉଥିପାଇଁ କରୁଛି, ଆର ସାରାଂଶ କ'ଣ? ଚକ୍ରରେ ମନ ଦଉଥିବ, ଚକ୍ରରେ ମନ ନଥିବ, ଆଉ କୁଆଡ଼େ ବୁଲୁଥିବ, ଆସକ୍ତି ଆଡ଼େ ବୁଲୁଥିବ। ଜଣେ ଗୋଟିଏ ପୋଖରୀ କଲା, ତାପରେ ଆଉ ଗୋଟେ ପୋଖରୀ କଲା ମାଛ ଚାଷ ପାଇଁ, ବଢିଲା। ଶେଷରେ ଏମିତି ହେଲା, ଯାଇ ସେ ଗାଡ଼ିଆରେ ରହିଲା, ଗାଡ଼ିଆରେ ଗୋଟେ ଟୁଙ୍ଗି କରିଦେଲା, ରହିଲା। ଏ ଆସକ୍ତି ପୂର୍ଣ୍ଣ ଆସକ୍ତି ହେଇଗଲା କି ନାହିଁ? ଆଉ ଯୋଗ କରିବ କେତେବେଳେ? ମନେକର ଗାଡ଼ିଆ ନଥାନ୍ତା, ମାଛ ନଥାନ୍ତେ ପୃଥିବୀରେ, ତୁମେ କ'ଣ କରିଥାନ୍ତ? ପୁଣି ବିକଳ୍ପ ଆଉ ଗୋଟେ ଧରିଥାନ୍ତ କି ନାହିଁ? ମନେ କରନ୍ତୁ ଗାଡ଼ିଆ ନଥାନ୍ତା, ପୃଥିବୀ ନଥାନ୍ତା, ମାଛ ନଥାନ୍ତା, ମାଛ ସଂଖ୍ୟାଟା ନୀଲ ଥାନ୍ତା ଆମ ଭଗବାନଙ୍କ ସୃଷ୍ଟିରେ। ତୁମେ କ'ଣ କରିଥାନ୍ତ? ମାଛ ଚାଷ ଆଉ କରିନଥାନ୍ତ। ତ କ'ଣ କରିଥାନ୍ତ? ତୁମ ଯଦି ଲକ୍ଷ୍ୟ କହୁଛ ଆମେ ମାଛ ଚାଷ କରିବା, ମାଛ ନଥାନ୍ତେ କି ପୃଥିବୀ ନଥାନ୍ତା, ଗାଡ଼ିଆ ନଥାନ୍ତା, ତମେ କ'ଣ କରିଥାନ୍ତ? ତେଣୁ ଏ ଯୋଉ କଳ୍ପନାରେ ଆସକ୍ତି ସୃଷ୍ଟି ହଉଛି, କଳ୍ପନାରୁ ଆସକ୍ତି ଆଡ଼କୁ ତମେ ଯାଉଛ।
तुम कैलकुलेशन करी चिंता कल माछ चाष करवाटा मो ठीक बस से तो हो गला तेणु कल्पना जो चिंता कर ना मोर जोग करवा उचित तुम जोगी हो जल्दी काम सार जल्दी काम सार माने आसक्ति विच्युत हो बस जोग हो छाए छाए ये पर्टिकुलर प्रश्न उठे पार दिगरे मोर आसक्ति अच्छे केमती कटिज कहती नहीं माने क्या संग्रह करने बहुत कष्ट को जिनस संग्रह करने कष्ट किंतु हाथ छाड़ीद सहज बहुत सहज चिल माछटी धरला उड़िला आकाश रे अन्य पक्षी गुड़ा ता सहित उड़िले खाइबा माछ ना चिल बसी पार्छ ना खाई पार्छ ना ओल्है पार्छ ना गछरे बसी पार्छ हे चिल चिंता कला ना ए माछटा हूँ आसक्ति आकु रखी बोले सीना समस्त गोड़ौन मो पचरे आ करदेला गली पड़ा माछ चिल आराम उठिला जो गछरे जाए बसिला जहा कर सेमती जो मैंने राजनीति कर गोटे गोटे चिल क्या खुंपे कौटी नहीं पड़े अन्य गुड़े दौड़ पचरे परसेंटेज पाइबा ना से खाई पार ना बसी पार ना उठी पार जने राजनीति वाला जोग करिया बहुत कष्ट तेणु राजनीति में मिसिबा गोटे बड़ आसक्ति मुझे से भोट केन्द्र को जाऊन दवाई जानती राजनीति क्या समर्थन करिया तो दूरे था मुझे भोट केन्द्र को आज 30 वर्ष जाऊँ भोट दो ये सब कौन मनर कल्पना मन रे तुम्हें स्थिर कर ये सब ठीक आसक्ति कटि भोट दब मैंने क्या तो भोट दब जहाँ को भोट दब ता वक्त किसी आशा कर पब्लिक पाई हो पर्सनल पाई हो आशा तो कर तेणु आसक्ति देखिए भोट बंद कल केमती तुम बंद कर भोट दवाक जीव मत कहले तुम्हें भारतीय नागरिक कटि भोट दो ना भारतीय नागरिक कटि जाऊ तो पृथ्वी नागरिक ना ना भारतीय कटि जाऊ ये विचित्र दृश्य देखा दब तुम आगे विचित्र लोक आस विचित्र कथा कहे तुम आईस खाऊ छाड़ी दियो को आईस न खाइले केमती हो खाऊन ये लोक आस तुम कह जी आईस खाऊनि से कह ना छाड़ी दियो भल अच्छे जड़े जड़े आईस छाड़ी देला केमती आसक्ति आसला देख देख गोटे गोटे साप मरिक पड़ी साप मरिक पड़ी कुकुड़ा पाख कुकुड़ा खाऊची गाँ कर घर कर गोटे कुकुड़ा अच्छे सी जा खाऊची साप खाऊची कुकुड़ा मला साप आंकर सौभाग्यवशत हो दुर्भाग्यवशत से कुकुड़ा किणिक आने खाइबा ये झीटी देखी साप साप से कुकुड़ा खाऊला आ मन रे गोटे वितृष्णा सृष्टि है आसक्ति थिला कुकुड़ा खाइबार किंतु आसक्ति देखिला कुकुड़ा साप खाई देजी सेटा मन भीतर कोलाहल सृष्टि है परिवार सारा खाइले किंतु ये खाइलानी से दिन ठारू षष्ठ 6 वर्षर पिला आज की 42 वर्ष है से खाऊनी आइंस ये कौन ये जो दृश्यटा गोटे आसक्तिर अवश्य से कारण अच्छे से दृश्य देखिबार ये तो बहुत उच्च स्तर को जाइए ना झीटा साधन
ତେଣୁ ଗୋଟେ ଗୋଟେ ଇନସିଡେଣ୍ଟ ବି ତୁମକୁ ଆସକ୍ତି ବିହୀନ କରିଦେବ, ଆସକ୍ତି ଚୁପ୍ତ କରିଦେବ। ସେ ଯଦି ସେ ଘଟଣା ଦେଖିନଥାନ୍ତା ହୁଏତ ଆଜି 42 ବର୍ଷ ଯାଏଁ ଆଇଁଷ ଖାଉଥାନ୍ତା। ଆମେ ବି ଦେଖିଛୁ କୁକୁଡ଼ା ଗୁରା ଜିଆକୁ ଖାଇଯାଆନ୍ତି। ଜିଆକୁ ଟୁକ୍ ଟୁକ୍ କରି, ଯେମିତି ତୁମେ ମାଗି ଖାଉଛ, ଯେମିତି ତୁମେ ସିମେଇ ଖାଉଛ, ସେମିତି କୁକୁଡ଼ା ଗୁରା ଜିଆକୁ ଖାଇଯାଉଥିବେ। ଆସକ୍ତିରୁ ବିଚ୍ୟୁତ ହେବା ପାଇଁ ବହୁତ କିଛି ସୋର୍ସ ରହିଛି। ତା ଭିତରୁ ଜ୍ଞାନ ମୁଖ୍ୟ ହେଉଛି ଜ୍ଞାନ। ଜ୍ଞାନରେ ଯଦି ନ ବୁଝିବ ତାହେଲେ ଆସକ୍ତି ବଢ଼ିବ ହିଁ ବଢ଼ିବ। ତମେ 2 ଗୁଣ୍ଠ ଜମି କିଣିଛ, ଇଚ୍ଛା ହବ ଆଉ 50 ଗୁଣ୍ଠ ଜମି କିଣିବା ପାଇଁ, ତାର କିଛି ଭ୍ୟାଲୁ ନଥିବ। ଯୋଉ ଜମି କିଣିବ ସେଇ ଜମି ପାଇଁ ହୁଏତ ତମ ପୁଅମାନେ ହଣା କଟା ହେଇ ମରିଯିବେ। ଯୋଉ ସୁନା ସାଇତି ରଖିବ ସେ ସୁନା ପାଇଁ ହୁଏତ ତୁମ ପରିବାର ନଷ୍ଟ ହେଇଯିବ। ଏ ଆସକ୍ତିର କାରଣ। କଣ କରିବ? ତେଣୁ ଯେତେବେଳେ ଜାଣି ନେଇଯିବ ଏସବୁ ଅସ୍ଥାୟୀ ଜିନିଷ, ଆସକ୍ତି କମିଯିବ। କାଠୁରିଆ ବୁଢୀ ବୁଢା 4 ଦିନ ବର୍ଷା ହେଇଛି, ମୁଁ ସେ ଗପ ତ କେଇଥର କହିଛି, ପୁଣି କହିବାକୁ ବାଧ୍ୟ ହଉଛି। 4 ଦିନ ବର୍ଷା ହେଇଛି, ଖାଇବାକୁ ନାହିଁ, କାଠ କାଟିବାକୁ ଯାଇଛନ୍ତି। କାଠ କାଟିଲେ ସେମାନେ ଚଳିବେ, କିଛି ଭରଣ ପୋଷଣ କରିବେ, କାଠକୁ ବିକ୍ରି କରିବେ, ଆଣିକିରି ଖାଦ୍ୟ ଖାଇବେ। ବର୍ଷା ଛାଡ଼ି ଯାଇଛି, 4 ଦିନ ପରେ ଯାଇଛନ୍ତି କାଠ କାଟିବାକୁ। କାଠ ମୁଣ୍ଡେଇକିରି ବୁଢା ଆଗରେ ଚାଲିଛି, ବୁଢୀ ପଛରେ ଚାଲିଛି। ବୁଢା ଗୁଡା ସୁନା ବିସ୍କିଟ ଦେଖିଲା ରାସ୍ତାରେ ପଡିଛି, ସେ ଛଟାପଟ ତାକୁ ବନ୍ଦ କରିଦେଲା, ଗୋଡରେ ଧୂଳି ପକେଇଦେଲା, ତାପରେ ବନ୍ଦ ହେଇଯାଏ। କାଳେ ବୁଢୀ ଦେଖିକି ଲୋଭ ହବ, ମୋର ତ ଲୋଭ ନାହିଁ। ବୁଢା ଭାବୁଛି ମୋର ତ ଆସକ୍ତି ନାହିଁ ସୁନା ପ୍ରତି, କାଳେ ବୁଢୀର ଆସକ୍ତି ହେଇଯିବ। 4 ଦିନ ହେଲା ଖାଇନି, କାଠ ମୁଣ୍ଡେଇକିରି ଆଣିଛି। ଦେଖନ୍ତୁ ବୁଢୀ ଆସିଲା, କହିଲା ରୁହ ରୁହ, କହିଲା ତୁମେ କଣ କରୁଥିଲ ସେଠି? ନା ନାଇଁ କିଛି ତ କରୁନଥିଲି। ନା ତୁମେ ତ ସେ ସୁନାଟାକୁ ବନ୍ଦ କରିଦଉଥିଲ, ଧୂଳି ପକେଇଦେଲ। ତୁମର କଣ ଏବେ ବି ସୁନା ଏବଂ ମାଟିକି ଏବେ ବି ଭାବୁଛ 2ଟା? ସୁନା ଯେ ମାଟି ସେ, ଆଉ ତୁମେ 2ଟା କେମିତି ଭାବିଲ? ଆସକ୍ତି, ବୁଢୀର କେତେ ଆସକ୍ତି ଦେଖ, କିଛି ନାହିଁ ତା ମନ ଭିତରେ। ବୁଢା ଦେଖୁଛି କଣ, ସୁନା ଗୋଟେ ଆଉ ଗୋଟେ ମାଟି, କାଳେ ବୁଢୀର ଆସକ୍ତି ହବ, ନେଇଯିବ, ମୁଁ ବନ୍ଦ କରିଦେଲି। ବୁଢୀ କହୁଛି ମୁଁ ତ ଦେଖିପାରୁନି ସୁନା କଣ ମାଟି କଣ, ସବୁ ସମାନ ଦେଖାଯାଉଛି ମତେ, ମାଟି। ଏଟା କୋଉଠି ଆସିଲା ଏ ଜ୍ଞାନ ତାଙ୍କ ଭିତରେ? କେମିତି ଆସିଲା? ନିର୍ଲୋଭ ଭାବ, ଲୋଭ ନାହିଁ। ଆମେ ଖଟିବା ଖାଇବା, ଠିକ ଅଛି, ତ ବହୁତ ବଡ କଥା, ବହୁତ ଇମାନଦାରୀ କଥା, ଇଏ ବହୁତ ଇମାନଦାରୀ କଥା। ତମେ ଯେତିକି ପ୍ରାପ୍ୟ ଅଛି ସେତିକି ଗ୍ରହଣ କର, ଦେଖିବ ଶାନ୍ତ ଲାଗିବ, ଶରୀର ଶାନ୍ତ ଲାଗିବ, ଖାଦ୍ୟ ଶାନ୍ତ ଲାଗିବ, ପରିବାର ଶାନ୍ତ ଲାଗିବ, ସବୁ ଶାନ୍ତ ଲାଗିବ। ଠକିକିରି ବେଇମାନି କରିକିରି କୋଉଠି ପଇସା ଆଣ, ଦେଖିବ ତମକୁ ଅଶାନ୍ତିର କାରଣ ଦେଖିବ, ଆସକ୍ତିର କାରଣ ଥିବ। କଣ କରିବା, ଏତ ହେଲାଣି 1:10 ନା କେତେ? ଆଉ କିଛି ଆସକ୍ତି କାଟିବା ପାଇଁ କହିବା ନା ମତାମତ ନବା? ଆଜ୍ଞା, ଆଉ ଗୋଟେ 2ଟା ପଏଣ୍ଟ କୁହନ୍ତୁ। ଅସମ୍ପୂର୍ଣ୍ଣ ଲାଗୁଛି ନା? ପୁରା କହିଗଲିଣି, ଗୀତାର ଯାହା ଥିଲା ସବୁଗୁଡା ଆପଣ ପ୍ରାୟ ଶେଷ କରିସାରିଲେଣି, ଆଉ ଗୋଟେ 2ଟା କୁହନ୍ତୁ ନୂଆ। ଜଣେ ସନ୍ଥ ଥିଲେ, ସନ୍ଥ କଣ କଲେ ନା, କହିଲେ
ହଁ ମହାବୀର ତ କହିଲେ, ମହାବୀର କହିଲେ ତୁମର ଆସକ୍ତି କଟୁନି ନା ନା ତୁମେ ଯୋଗ ସମାଧି ହବ ନା? ହଁ ଆସକ୍ତି ଅଛି, ଯୋଗ ସମାଧି କେମିତି ହବ? ଆସକ୍ତି କାଟିଦିଅ ନା କଟୁନି ଜମା? କହିଲେ ଘରେ ନିଆଁ ଲଗେଇଦିଅ, କଟିଯିବ। ଘରେ ନିଆଁ ଲଗେଇ ଏଠି ପଳେଇ ଆସ। ମହାବୀର କହୁଥିଲେ ତାଙ୍କ ଶିଷ୍ୟମାନଙ୍କୁ, ଘରେ ନିଆଁ ଲଗେଇଦିଅ, ଯେପର୍ଯ୍ୟନ୍ତ ଘର ଅଛି ସେ ପର୍ଯ୍ୟନ୍ତ ଆସକ୍ତି ଅଛି, ପଳେଇ ଆସ, ଏଠି ରହିବ। ଏଇଟା କଣ? ଦୃଢ ନିଷ୍ପତ୍ତି ଯେତେବେଳେ ମଣିଷ ଭିତରେ ବ୍ୟଗ୍ରତା ସୃଷ୍ଟି କରିବ, ଆସକ୍ତି ଆସିବ, ଆସକ୍ତିର ସୁରାଗ ସୃଷ୍ଟି ହେବ ମନ ଭିତରେ, ନହେଲେ ହବନି। ଜଣେ ସମୁଦ୍ରରେ ଯାଉଥିଲା ଜାହାଜରେ, ହଠାତ୍ ସମୁଦ୍ର ଜାହାଜଟା କିଛି ବିଲକ୍ଷଣ ସୃଷ୍ଟି ହେଲା ଏବଂ ନଷ୍ଟ ହେଇଗଲା। ଅନ୍ୟମାନେ ପଳେଇଲେ, ଆଉ ଜଣେ ପହଁରି ପହଁରି ଆସିକି ଗୋଟେ ଦ୍ୱୀପପୁଞ୍ଜରେ ଲାଗିଗଲା। ଦ୍ୱୀପରେ କିଏ ଅଛନ୍ତି? ବାଡେଇ ଛାଟି ହେଲା, ମତେ କିଏ ଉଦ୍ଧାର କର, ମତେ କିଏ ଉଦ୍ଧାର କର। କେହି ଆସିଲେନି। ସେଠି ସେ ଜଙ୍ଗଲରେ ଫଳ ଆଉ ଯାହା ଥିଲା ସବୁ ଖାଇକି ବଞ୍ଚିଲା। ଅଗ୍ନିର ସାହାରାରେ ନେଇକି ପଶୁ ପକ୍ଷୀଙ୍କି କରାୟତ୍ତ କଲା, ରହିଗଲା। କିନ୍ତୁ କେତେ ବର୍ଷ ଏମିତି ଡାକିଛି, କିଏ ଉଡାଜାହାଜରେ ଉଡୁଥିବ ଉପରେ, ହଠାତ୍ ଗଛ ଉପରୁ ଚଢିକି ଡାକିବ, ହେ ମତେ ନେଇଯାଅ ରେ, ନେଇଯାଅ। ଇଏ ଆସକ୍ତି ନୁହେଁ କି? ନିର୍ଜନ ଦ୍ୱୀପ, ବାଘ ଭାଲୁ ତା ଦେହରେ ସେ ରହିଛି। କିଛି ଦିନ ପଳେଇଲା, 7 ବର୍ଷ ପଳେଇଲା, 5 ବର୍ଷ ପଳେଇଲା। 5 ବର୍ଷ ପରେ ଗୋଟେ ଜାହାଜ ଆସିକି ସୁରାଗ ପାଇକି ସେ ଦ୍ୱୀପରେ ଲାଗିଲା। ମଣିଷ ଅଛି, ନବା ପାଇଁ ଆସିଲା। ଯୋଉ ଆସକ୍ତିରେ ସେ ଡାକୁଥିଲା ଯେ ମତେ ନେଇଯାଅ, ମତେ ନେଇଯାଅ, ସିଏ ବନ୍ଦ ହେଇଯାଇଛି, ଆସକ୍ତି ନାହିଁ। ସିଏ ମାନେ ଡାକିଲା, ଇଏ କହୁଛି ମୁଁ ଯିବିନି, ଆଉ ମୋର ଏକାନ୍ତ ଭଲ ଲାଗୁଛି, ମତେ ଶାନ୍ତ ଲାଗୁଛି। ଯୋଉ ଲୋକ ଖୋଜୁଥିଲା ମତେ ନେଇଯାଅ, ସେଇ ଲୋକ କହୁଛି ମୁଁ ଯିବିନି ଆଉ। ଏ କି ବିଡ଼ମ୍ବନା ଦେଖନ୍ତୁ। ସେମିତି ମଣିଷ ମଧ୍ୟରେ ବେଳେ ବେଳେ ଏମିତି ସୃଷ୍ଟି ହୁଏ, ଯୋଉଟାକୁ ତୁମେ ଖୋଜୁଛ, ସାହାରା ଖୋଜୁଛ, ସେ ସାହାରାକୁ ଦିନ ଭାଙ୍ଗିକି ତୁମେ ଉଲ୍ଟାରେ ଚାଲିବ, ନୂଆ ରୂପରେ ଚାଲିବ, ନୂଆ ବାଟରେ ଚାଲିବ, ପରିବର୍ତ୍ତନ ସ୍ୱର ସୃଷ୍ଟି ହେବ। ଯୋଉ ଆଇଁଷ ଖାଇବାକୁ ମତେ ବହୁତ ଭଲ ଲାଗୁଥିଲା, ବହୁତ ଭଲ ଲାଗେ, ସେ ବର୍ତ୍ତମାନ ଆଇଁଷ ନହେଲେ ଭଲ ଲାଗିବନି, ଯୋଉଦିନ ହେଲେ ଆନନ୍ଦ ଲାଗିବ। କିନ୍ତୁ ବର୍ତ୍ତମାନ କଣ? ବର୍ତ୍ତମାନ ଆଇଁଷ ଅଛି ନା କିଏ ଅଛି? ଅଲ୍ଟରନେଟିଭ ୱେରେ ଆମେ ଚାଲୁଛୁ, ଆଇଁଷ ଖାଉନ। ସେ ଗୋଟେ ଦିଗ ଥିଲା, ସେ ଗୋଟେ ଭାବନାର ସ୍ରୋତ ଥିଲା, ଇଏ ଗୋଟେ ଭାବନାର ସ୍ରୋତ। ଯୋଉଟାକୁ ତୁମେ ଭାବୁଛ ଏଇଟା ପରମାନେଣ୍ଟ ଜିନିଷ ରହିବ, ତମ ମନ ଭିତରେ ରହିବ। ତମ କଳ୍ପନା ଚେଞ୍ଜ ହେଲେ, ଭାବନା ଚେଞ୍ଜ ହେଲେ, ସେ ବି ପରିବର୍ତ୍ତନ ହେଇଯାଏ, ଏଇଟା ନିଶ୍ଚିନ୍ତ। କହନ୍ତିନି ମନର ମୂଳେ ଏ ଜଗତ, ମନ ଯାହା ଚାହିଁବ ସେୟା ହବ। ତେଣୁ ମନକୁ ସତର୍କ ହେଇକି ରୁହ, ସତର୍କରେ ଦେଖ ମନ ତମକୁ କଣ ସୁରାଗ ଦଉଛି, ମନ କଣ ତମକୁ କହୁଛି, ବାରମ୍ବାର ତମେ ଚିନ୍ତନ କର। ଆତ୍ମ ଉପଲବ୍ଧି କଥା କହୁଛି କି ଆସକ୍ତି ଭାବ ଦେଖଉଛି? ସେଇଠି ସତର୍କ ରହ। ସତର୍କ ରହିଲେ ତାହେଲେ ଆସକ୍ତି କଟିଯିବ, ଆସକ୍ତି ରହିବ। ମନକୁ ଯଦି ଚିହ୍ନି ନେଇଯିବ, ଆସକ୍ତି କମିଯିବ। ଆସକ୍ତି ଏଭଳି ଗୋଟେ ବସ୍ତୁ, ଏଭଳି ଏକ ବସ୍ତୁ ଆସକ୍ତି, ତୁମ ଜୀବନ ସାରା ହିଁ ସେଥିରେ ଥିବ, ତମେ ଉଠେଇ ପାରିବନି। ଯେମିତି ଗୋବର ପୋକ, ଗୋବର ରହିଲେ ତା ଯଦି ଉଠେଇ ଆଣିବ ଉପରକୁ, ସେ ଛଟପଟ ହବ,
ନାଇଁ ନାଇଁ ମତେ ସେ ଗୋବର ଭଲ ଲାଗୁଛି ମତେ ସେଇଠି ରହିବାକୁ ଦିଅ। ଆସକ୍ତି ରହିତ ସେ ହେଇପାରିବନି, ତାକୁ ଭଲ ଲାଗିବ। ସେମିତି ଯେଉଁମାନେ ଆସକ୍ତିରେ ବୁଡ଼ି ରହିଛନ୍ତି ତାଙ୍କୁ ଉଠି ଆଣ, ସେ ଛଟପଟ ହେବେ। କାରଣ ଗୋବର ପୋକ କିଛି ଜାଣିନି ଆଉ ଅବଶିଷ୍ଟ କଣ କୋଉଠି ରହିବ। ତେଣୁ ତୁମେ ଯଦି ଜାଣିଯିବ ନାହିଁ ଗୋଟେ ବିରାଟ ବିଶ୍ୱ ଅଛି, ଆତ୍ମା ଅଛି, ଆତ୍ମାର ପରିସର ଅଛି, ମୁଁ ସେଇ ଆତ୍ମା, ତାହେଲେ ତୁମେ ଆସକ୍ତି ବିହୀନ ହବ, ଆସକ୍ତି ରହିତ ହବ। ଜ୍ଞାନରେ, ବିନା ଜ୍ଞାନରେ ଆସକ୍ତି ଆସିବନି। ବୁଦ୍ଧ କହୁଥିଲେ ସଂଘଂ ଶରଣଂ ଗଚ୍ଛାମି, ଆତ୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ବୁଦ୍ଧଂ ଶରଣଂ ଗଚ୍ଛାମି। ତାମାନେ ଗୋଟିଏ ମହାପୁରୁଷ ପାଇଁ ଆସକ୍ତି ସୃଷ୍ଟି ହବନି, କଟିଯିବ। ଯଦି ମହାପୁରୁଷଙ୍କ ପାଖରେ ବସିଗଲ, ପ୍ରତ୍ୟେକ ଦିନ ଯଦି କୌଣସି ସାଧୁ ସନ୍ଥ ପାଖରେ ବସିକି ଆଲୋଚନା କର, ଆସକ୍ତି କଟିବ ହିଁ କଟିବ। ସେମାନେ ବୁଦ୍ଧଙ୍କ ସହିତ ସାମିଲ ହଉଥିଲେ, ବସୁଥିଲେ, ଉଠୁଥିଲେ, ରହିଥିଲେ, ତାଙ୍କ ଯେତେ ଶିଷ୍ୟ ଥିଲେ। ଆସକ୍ତି ରହିବାକୁ ହେଲେ କୌଣସି ଗୁରୁର ଆବଶ୍ୟକତା ଅଛି। ବିନା ଗୁରୁରେ ଆସକ୍ତି କଟିବନି। ତୁମକୁ ପରୋକ୍ଷରେ ହଉ ପ୍ରତ୍ୟକ୍ଷରେ ହଉ ସେ ତମକୁ ଉପଦେଶ ଦେବେ। ଗୁରୁଙ୍କ ସାନ୍ନିଧ୍ୟ, ଗୁରୁଙ୍କ ସଂସ୍ପର୍ଶରେ ଆସିବା, ଗୁରୁଙ୍କ ସହିତ ପ୍ରତ୍ୟେକ ଭାବରେ ରହିବା, ଆସକ୍ତି କଟିବ। ଆସକ୍ତି କଟିବ, ଗୁରୁଙ୍କ ସାନ୍ନିଧ୍ୟରେ ଆସିଲେ ଆସକ୍ତି କଟିବ। ଗୋଟେ ସ୍ତ୍ରୀ ଲୋକଟା ଆନନ୍ଦରେ ଥିଲା, ହଠାତ୍ ତା ସ୍ୱାମୀଙ୍କ ସହିତ ତାଙ୍କ ବାପ ଘରକୁ ଯିବା ପାଇଁ ପ୍ରପୋଜାଲ କରାଗଲା। ବାପ ଘରକୁ ଗଲେ, ଯାଉଥିବା ରାସ୍ତାରେ ଗୋଟେ ଜଙ୍ଗଲ ପଡ଼ିଲା, ବିରାଟ ଜଙ୍ଗଲ। ଜଙ୍ଗଲରେ ହଠାତ୍ ସ୍ୱାମୀର କଣ ହେଲା, ଡେଥ୍ ହେଇଗଲା। ହଠାତ୍ ଟଳି ପଡ଼ିଲା ଏବଂ ମରିଗଲା। ଏଠି ସ୍ତ୍ରୀ ଲୋକଟା କଣ କରିବ, ଗର୍ଭ, ପେଟରେ ଗର୍ଭ, ଆଉ ଗୋଟେ ପିଲା ସାଙ୍ଗରେ ଅଛି, କଣ କରିବ? ଏ ଶବ ଦାହ କରିବ ନା କଣ? ବିରାଟ ଜଙ୍ଗଲ ଅଛି। ସନ୍ଧ୍ୟା ପ୍ରାୟ ଆସି ଯାଉଛି। ଶବ ଦାହ କରିକରି ଅତି କଷ୍ଟରେ ଗଲେ, କୋଉଠି କେମିତି ଦାହ କରି ପଳେଇବ। ଗଲାବେଳକୁ ଗୋଟେ ନଈ ପଡ଼ିବ, ନଈର ସ୍ରୋତ ପ୍ରଖର, ଛୋଟ ନଈ। ଏ ପିଲା ଜନ୍ମ ନେଇଛି, ପୁଣି ନୂଆ ପିଲାଟା, ଆଉ ଗୋଟେ ପିଲା ଅଛି ପାଖରେ। କଣ କରିବ? ସେପଟକୁ କେମିତି ଯିବ? ସେପଟକୁ ଦି ଜଣଙ୍କୁ ନେଇକି ଯାଇପାରୁନି, ସ୍ରୋତ ଅଛି। ଏପଟରେ ପିଲାକୁ ଛାଡିକି ପଳେଇ ଯାଉଛି, ଛୋଟ ପିଲାଟାକୁ, ତାକୁ କୁକୁର ଏପଟରେ ଜଗିକି ବସିଛି, ଶିଆଳ ଜଗିକି ବସିଛି ଝାମ୍ପି ନେବା ପାଇଁ। ବଡ଼ ପିଲାକୁ ଯଦି ନେଇକି ଛାଡ଼ି ଯାଉଛି, ତାକୁ ବି ନେଇପାରିବେ। ଛୋଟ ପିଲାକୁ ସେପଟରେ ଥୋଇଲେ ବି ସେପଟରେ ଅଛନ୍ତି, କଣ କରିବ? এই ସମୟରେ ଯେତେବେଳେ ପିଲାକୁ ନେଇକି ଯାଇଛି, ତା ବଡ଼ ପିଲାକୁ ମଧ୍ୟ ଝାମ୍ପି ନେଇଗଲା ଶିଆଳ। କେତେବେଳେ ଝାମ୍ପି ନେଲା, ଯେତେବେଳେ ସେ ପିଲାଟାକୁ ସେପଟେ ଛାଡ଼ିକି ଏପଟକୁ ଆସୁଛି, ଆଉ ସେପଟରୁ ସେ ପିଲାଟାକୁ ମଧ୍ୟ କିଏ ନେଇଗଲା। ନିରସ୍ତ୍ର ହେଇଗଲା, ନିରାଶ୍ରୟ ଜଙ୍ଗଲ ଭିତରେ ପାଣିରେ ଦିଟାଙ୍କ ପିଲା ନଷ୍ଟ ହେଇଗଲା, ସ୍ୱାମୀ ନଷ୍ଟ ହେଇଗଲା। କଣ କରିବ? ଯାହା ହଉ, ଦୁଃଖ କାନ୍ଦି କାନ୍ଦି ଦୁଃଖ ଦୁର୍ଦିନରେ କହିବ ଏ କଥା କାହାକୁ? ସ୍ୱାମୀ ନଷ୍ଟ ହେଇଗଲା, ପୁଅ ନଷ୍ଟ ହେଇଗଲା, ଜନ୍ମିତ ପୁଅ ମଧ୍ୟ ନଷ୍ଟ ହେଇଗଲା। ଏକ ସାଙ୍ଗରେ ଏକ ଦିନରେ 3 ଜଣ ମରିଗଲେ। ସେ ପ୍ରାୟ ପାଗଳ ହେଇଗଲା। ଘରକୁ ଗଲା, ବାପଘର
ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା, କେହି ନାହାନ୍ତି। ସେଠି ପଚାରିଲେ ବାପ ଘରେ କେହି ବି ନାହାନ୍ତି, ସିଏ ବି ମରିଯାଇଛନ୍ତି ସମସ୍ତେ, ଆଉ କେହି ନାହାନ୍ତି। ବହୁତ ଦିନ ପରେ ଆସିছে ନା, ବାପ ଘରେ କେହି ନାହାନ୍ତି, ଏଣେ ଶାଶୁ ଘରେ ଆଉ କେହି ରହିଲେନି। କଣ କରିବ ସେ ସ୍ତ୍ରୀ ଲୋକ? ତାଙ୍କ ଘରେ କରରେ ପଚାରିଲେ ମୋ ବାପା ମା କୁଆଡେ ଗଲେ? ନା ସେ ମରିଗଲେଣି କେତେ ଦିନ। କୁଆଡେ ଯିବ ଏ ସ୍ତ୍ରୀ ଲୋକଟା କୁହନ୍ତୁ ତ? ଦେଖିଲା ବୁଦ୍ଧଙ୍କର ସତ୍ସଙ୍ଗ ହଉଛି ଗୋଟେ ଜାଗାରେ, ସେଠୁ ଶୁଣି ଖୁସି ହେଲା ଯେ ମୋ ସ୍ୱାମୀ ବଞ୍ଚି ଯାଆନ୍ତା କି, ମୋ ପୁଅ ବଞ୍ଚି ଯାଆନ୍ତା କି, ସେଇ ଲକ୍ଷ୍ୟରେ ଯାଇଛି ପଚାରିବା ପାଇଁ ବୁଦ୍ଧଙ୍କୁ। ବହୁତ ଦୂରରୁ ସମସ୍ତେ ବସିଛନ୍ତି। ବହୁତ ପାଟି କରି ଯାଉଛି ବୁଦ୍ଧଙ୍କ କତିକି, କାନ୍ଦିଛି, ଜୋର କାନ୍ଦିଛି, ବୁଦ୍ଧଙ୍କ ପାଖରେ ଲମ୍ବ ହେଇ ପଡ଼ିଲା। କହିଲେ ମୋ ପୁଅ ମରିଯାଇଛି, ମୋ ସ୍ୱାମୀ ମରିଯାଇଛି, ଗୋଟିଏକୁ ବଞ୍ଚେଇ ଦିଅନ୍ତୁ। ଗୋଟିଏ। ବୁଦ୍ଧ ଆସିଲେ, କହିଲେ ହଁ ବଞ୍ଚେଇ ଦେବି ଯେ ତୁ ଗଲୁ ଯାହା ଘରେ କେହି ମରି ନଥିବେ ତାଙ୍କ ଘରୁ ଧଳା ସୋରିଷ ନେଇକି ଆସ, ମୁଁ ବଞ୍ଚେଇ ଦେବି। ଏ ଖୁସିରେ ପାଗଳ ହେଇଗଲା ପୁରା, ଯାହା ହଉ ବଞ୍ଚିଯିବ ସ୍ୱାମୀ। ଆସିଲା ସମସ୍ତଙ୍କ ଘରେ ପଚାରିଲା ତୁମ ଘରେ କିଏ ମରିଯାଇଛନ୍ତି? ମରିନାହାନ୍ତି? ସେ କହିଲେ ହଁ ମୁଁ ତ ମରିଯାଇଛି କକା, କିଏ କହିଲା ବାପା, କିଏ କହିଲା ବୋହୂ, କିଏ କହିଲା ପୁଅ। ସମସ୍ତଙ୍କ ଘରକୁ ଦେଖି ପଚାରିଲା। ଧଳା ସୋରିଷ ତ ଦୂରରେ ଥାଉ, କାହା ଘର ମରିନାହାନ୍ତି ବୋଲି ସେ ଆଉ ପାଇଲା, ବୁଝିଗଲା ପ୍ରଶ୍ନର ଉତ୍ତର। ସେଇଠି ବୁଝିଗଲା ପ୍ରଶ୍ନର ଉତ୍ତର। ଫେରି ଆସିଲା ବୁଦ୍ଧଙ୍କ କତିକି, କହିଲା ମୋର ଆଉ ଦରକାର ନାହିଁ, କେହି ବଞ୍ଚିବା, ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କରୁଛି। ଆସକ୍ତି ଥିଲା, ବହୁତ ଆସକ୍ତି ଥିଲା, ବୁଡି ରହିଥିଲା। ସେ ଆସକ୍ତି ବିଚ୍ୟୁତ ହେଲା କେତେବେଳେ? ନା ଯେତେବେଳେ ଜ୍ଞାନ ଉଦୟ ହେଲା, ନା ସମସ୍ତେ ମରିବେ, ଏମାନେ ମରିଛନ୍ତି, ମୋର କେହି ନାହାନ୍ତି। ଏ ଛୋଟିଆ ଗପଟି ତୁମକୁ ବହୁତ ଉଚ୍ଚ ଆକାଂକ୍ଷା ଦେଇପାରେ, ଉଚ୍ଚ ଜ୍ଞାନ ସୃଷ୍ଟି କରିପାରେ, ଏତିକି କହୁଛି। ଆଉ ଆଜିର ସତ୍ସଙ୍ଗ ଏଇଠି ରଖିବା। ମୁଁ ଏହା ସହିତ ମତାମତ ଚାହୁଁଛି, ଏ ଉପରେ କଣ କିଏ କହିବେ କୁହନ୍ତୁ? କାହାର ଆସକ୍ତି ଅଛି, କୋଉଥିରେ କଟୁନି? ଏମିତି କିଛି ନାହିଁ କଟିବନି, କୁହନ୍ତୁ ଖୋଲିକି, ଭଲ ଲାଗିବ। ଆସକ୍ତିର ଅନ୍ୟ ନାମ କାମନା ହବ କି? କାମନା ନାହିଁ, କାମନା ହେଇପାରେ ସେଇ ଅଂଶରେ, କାମନାର ବିନାଶରେ ଦୁଃଖର ବିନାଶ ହେଇପାରେ। ଆସକ୍ତି ମାନେ କାମନାଟା କଣ କରିବା? ଆସକ୍ତି ଜଡ଼ିତ ହେଇକି ରହିବା, ଆସକ୍ତି ବିହୀନ କାମନାଟା କାମନା କଲ, ଆସକ୍ତି ସହିତ ରହୁଛି ଯଦିଓ, କିନ୍ତୁ ଆସକ୍ତି ଅଲଗା, କାମନା ଅଲଗା। କାମନାର ବିନାଶରେ ଦୁଃଖର ବିନାଶ, କିଏ କହିଥିଲେ? ବୁଦ୍ଧ। କାମନାକୁ ବିନାଶ କର, ଦୁଃଖ ବିନାଶ ହେଇଯିବ। କାମନା ରହୁ, ଆସକ୍ତି ନ ରହୁ। କାମନା କଳ୍ପନା କର ଏକା ଜିନିଷ। ହଁ, କାମନା କଲେ, କଳ୍ପନା କାମନା କଲ, କିନ୍ତୁ ଆସକ୍ତି ନ ରହୁ, ସେଇ କାମନାଟା ଆସକ୍ତି ନ ହଉ, ଆସକ୍ତି ରହିତ ହଉ। ଘର କରିବା ଗୋଟେ କାମନା, ଆସକ୍ତି ନ ରହୁ ସେଥିରେ। ହବ ଘର, ଯଦି ହବ ହଉ, ଏତେ ମ୍ରିୟମାଣ ହେଇକିରି ଆସକ୍ତି ପୂର୍ବକ ପଡି ରହିବା। କାମନା ତ ବହୁତ ଆସିବ, କାମନାର ପୂର୍ଣ୍ଣତା ଯେତେବେଳେ ଦୃଢୀଭୂତ ହବ, କାମନାଟା ଆସକ୍ତିରେ ପରିଣତ ହେଇଯିବ। ରାଜା ଅଷ୍ଟମ ଏଡୱାର୍ଡ ଇଂଲଣ୍ଡର ରାଜା ଥିଲେ, ଗୋଟେ ବିଦେଶିନୀ ସ୍ତ୍ରୀକି ଭଲ ପାଉଥିଲେ, କିନ୍ତୁ ସେ ରାଜା।
राज्य सारा मंत्री कहले जे तुम्हें गोटे विदेशी बाहा कर राजा अष्टम वार्ड स्वतंत्र विचार करते कहले गोटे सामान्य सामान्य लोकटा ता पसंद अनुसार विवाह कर मु गोटे राजा इंग्लैंड मु विवाह करें राज सिंहासन जदि बाधक फोपाड़ी देले राज सिंहासन निय तुम राज सिंहासन मोर दरकार आ से विदेशी महिला विवाह कर खुशी रही आसक्ति जो थिला आसक्ति नष्ट करदेला सिंहासन गोटे आसक्ति फोपाड़ी देले राज सिंहासन निय मोर राजा हवा दरकार कहतु किए कह नेक्स्ट किए कौन जय जय गुरुजी। हाँ जय 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 गुरुजी। हाँ बहुत बढ़िया अच्छे गुरुजी। त्याग पूर्वक त्याग पूर्वक भोग एटा आपण कहबाटा हाँ ज्ञान बिना एटा नहीं पारबने गुरु ही ज्ञान ज्ञान ही गुरु। जय जय गुरुजी। सुंदर कथा शॉर्ट रे कहले गुडला हमर कोरापुट त्याग पूर्वक कर्म कले बा त्याग पूर्वक भावना रहिले सब जन आसक्ति विहीन तेबे हम जतले तुम ज्ञान। धन्यवाद माता। नेक्स्ट गुरुजी पंखिल जिन्हे पंखी थाई पंखता देहे न लगई पंख भितर जिया कुचिया जोक सब संश्लिष्ट होगी अच्छा कि देह किसी स्पर्श करू नहीं पंख तमें सेमती संसार भितर सबुठी रही मजिक मैंने रह कि किसी देह जब न लगे आसक्ति न रही संक्षेप बढ़िया कोटेशन रखिले जे पंखिल अर्थ कलिकतरा पंखिल अर्थ पद्म नुहे पंखिल अर्थ कलिकतरा कलिकतरा पूरा पंख भीतर बुटिक रही आसला चिक चिक देखा कि लगी न संसार हाँ संसार जदि पंखिल है पूरा पंख सदृश सब आवर्जना पूर्ण संसार ता धीरे तुम्हें रुह रही तो रही किंतु उठिला से भावना करूथो मुझे सुस्थ मु निरोग मु आत्मा मु सब किसी संसार टाक असत्य भावनी कि संसार टाक प्रैक्टिकल रूप धरनी प्रैक्टिकल मुझे किसी करी प्रैक्टिकल हो तो तुम्हें स्वयं नहीं से अर्थ ठीक अच्छे जो मानकर बिछा लग्न जातक किसी तो रिसर्च कर ऑटोमेटिक बिछा लग्न बिछा को जगह बिछाटा को जगह अस्थि आवर्जना पानी माने नास्टी जगह से किंतु रहीकि से पुणी ध्वंसन कर आसिक भयंकर रूप देखा सेमती लोक अच्छा जो मैंने से कैटेगोरी अच्छा से निजक मुक्त पंकरे थी अति क्रिटिकल जगह रहीकि उच्चस्थ को जाए क्रिटिकल जगह अति गरीब निस्व कि ना से उठी उठी जाए। धन्यवाद मतामत। नेक्स्ट कौन किए नेक्स्ट भगवानଙ୍କର ଆସକ୍ତି ଥିବାରୁ ସୃଷ୍ଟି कौन कहले ଶକ୍ତି ଥିବାରୁ ସୃଷ୍ଟି ହେଲା କି ଭଗବାନଙ୍କର कौन कह बुझी होनी शुभुनि क्लियर क्लियर भगवान आसक्ति सृष्टि होला कि बोली ओ भगवान आसक्ति सृष्टि सुंदर क्वेश्चन बढ़िया क्वेश्चन अच्छा भगवान कौन ज्ञान दरकार
भगवान कौन भोकिला कि भगवान कौन आवश्यकता अच्छी कि ज्ञान से तो स्वयं भगवान ज्ञान कौन दरकार है ज्ञान शेष अच्छा सृष्टिर शेष अच्छा आसक्तिर शेष अच्छा भगवान किसी आवश्यकता ना किंतु सृष्टि क्रम सृष्टि नियम समस्त सृष्टि आवश्यकता अच्छी भगवान सृष्टि कले कि सृष्टि करना किसी आसक्ति ना ये जो एवं 300 कोटी टंका बाची देजी का गवर्नमेंट को देला लोकंकर उपकार पाए तार आसक्ति किसी ना सेमती एठी आत्मार उन्नति पाए आत्मा को जानिया पाए जो रही मनुष्य किसी पाइया पाए से तो सृष्टि तैयारी ना पृथ्वीटा तैयारी करदेला लोक आसिया जीवा आसपा गोटे स्टेशन तैयारी जन्म मृत्यु कारण तुम जन्म नब जन्म अच्छी पृथ्वी अच्छी कि नहीं कह जदि जन्म अच्छी पृथ्वी रही कि नहीं कौट जन्म न जन्म सहित पृथ्वी कारण अच्छी सृष्टि हवा सेमती तुमको निजक उपलब्धि करने जो आकांक्षा अच्छे से ये जो प्रयत्न कर दिया जाए सृष्टि ब्रह्मांड ईश्वर किसी दरकार ईश्वर कौन ज्ञान दरकार ना खाद्य दरकार ना भावना दरकार किसी धन्यवाद क्रिटिकल क्वेश्चन पचार नेक्स्ट की कोई कौन तू पोथी बांधिया ये कही रखुची तुम्हें एवं चेष्टा कर समाज पूरा लागी पड़ आसक्ति कुआड़ कटि जाए किसी तुम्हें गोटे लागी पड़ आसक्ति साइन साइन कटि जाए गोटे बाटे रुह निस्सार रुह जी आंबमूल जाए चरस खाऊची प्रत्येक दिन गोटे निशा सरीगला से आंबमूल जीव चरस खाए आउ किए जना सेमती गोटे निशा निशा सृष्टि कर आत्मदर्शन जदि एठी न पाइब आत्मदर्शन ए समय ए जुगे आउ पाइब आउ पाइब ना ये सुवर्ण सुजोग तुम हाथ छड़ा कर ऑफर अच्छी जन्म आर जन्म ऑफर मिले ना कह गोल्डन हो रखा समस्त जय जी धन्यवाद समस्त मतामत प्रश्न को सुंदर भाव शुणी मतामत रखी नीरवता रखी से समस्त धन्यवाद जय जय।